ଉନ୍ନତ ପ୍ଲାଟଫର୍ମ ଶ୍ରୀ ଶ୍ରୀ ଠାକୁରଙ୍କର ଦିବ୍ୟ ଦର୍ଶନ, ତାଙ୍କର ଆଦର୍ଶ, ଜୀବନୀ, ଉଦ୍ଦେଶ୍ୟ, ମିଶନକୁ ସବୁ ଦିଗରୁ ଗୋଟେ ଅନୁଶୀଳନ କରିବାର ଗୋଟେ ସୁଦୃଢ ପ୍ଲାଟଫର୍ମ। ଏଇଟା ସମସ୍ତେ ଅନୁଭବ କରନ୍ତି, ସମସ୍ତେ ଉପଭୋଗ ବି କରନ୍ତି, ଏଥିରୁ ଖୋରାକ ବି ପାଆନ୍ତି, ଜୀବନରେ କିଛି ନର୍ଚର ପାଆନ୍ତି, ଇନପୁଟ ପାଆନ୍ତି, ଜୀବନଟାକୁ ଆହୁରି ସୁନ୍ଦର କରି, ଇଷ୍ଟାନୁକୂଳ କରି, ଉପଭୋଗ୍ୟ କରିବାର ଯୋଉ ଇନପୁଟ ଗୁଡ଼ିକ, ଯୋଉ ଉପଯୋଗୀ ଅ, ଉପଯୋଗୀ ଗୁଡ଼ିକ, ସେଗୁଡାକ ଏଠୁ ସେ ଅନେକ ପାଆନ୍ତି। ଏଇଟା ମୁଁ ସମସ୍ତଙ୍କ ମୁହଁରୁ ବି ଶୁଣେ, ମୁଁ ବି ଅନୁଭବ କରିଛି। ଆଉ ଯେତେବେଳେ ଗୋଟେ ଆପଦକାଳୀନ, ପୃଥିବୀରେ ଗୋଟେ ଆପଦକାଳୀନ ସମୟ ଥିଲା, ଏଇ ପ୍ଲାଟଫର୍ମଟି ଜନ୍ମ ଗ୍ରହଣ କରିଥିଲା। ଆଉ ଆଜି ସିଏ ବିରାଟ ଆକାର ହେଇ ଶିଶୁରୁ ବର୍ତ୍ତମାନ ସିଏ ଗୋଟେ ବିରାଟ ଗୋଟେ ଆଦର୍ଶ, ସମସ୍ତଙ୍କର ଆକର୍ଷଣୀୟ ପ୍ଲାଟଫର୍ମରେ ରୂପାନ୍ତରିତ ହେଇପାରିଛି। ସେଟା ଆମମାନଙ୍କ ପାଇଁ ଏକ ଶୁଭ ସୂଚନା, ସମସ୍ତଙ୍କ ପାଇଁ ଗୋଟେ ଶୁଭ ସୂଚନା। ମୁଁ ଘର ପରିବାର ଭିତରେ ବସି ଅନେକ ସମୟରେ, ମୁଁ ତ ଠାକୁରଙ୍କର ଜଣେ ପାଞ୍ଜାଧାରୀ ରୀତିକ, ମୁଁ ବୁଲାବୁଲି କରେ, ଠାକୁରଙ୍କର ବିଭିନ୍ନ କାମରେ ଯାଏ, ସତ୍ସଙ୍ଗରେ ଯାଏ, ଦୀକ୍ଷାର କାର୍ଯ୍ୟକ୍ରମରେ ଯାଏ, ଡିପିଆରସିରେ ଯାଏ। କିନ୍ତୁ ଯୋଉମାନେ ଘରେ ବି ରହନ୍ତି, ଯୋଉମାନେ ଯିବାର ସୁଯୋଗ ପାଆନ୍ତିନି, ଯୋଉମାନେ ସଂସାର ନେଇକିରି ବହୁ ଚିନ୍ତିତ, ବିଚଳିତ, ବିଭିନ୍ନ କର୍ମ ଭିତରେ ଜଡ଼ିତ, ସେମାନେ ଏଇ ସୁଯୋଗଟା ପାଆନ୍ତିନି। ଆଉ ଯେତେବେଳେ ଓଡ଼ିଶା ସତ୍ସଙ୍ଗରେ ସେମାନେ ଯୋଗଦାନ କରନ୍ତି, ସେମାନେ, ସେମାନଙ୍କ ମୁହଁରୁ ମୁଁ ଶୁଣିଛି ଯେଟା ଆମ ପାଇଁ, ଆମମାନଙ୍କ ପାଇଁ ବିଶେଷ କରି ନିହାତି ଆବଶ୍ୟକ ରହିଛି। ତେଣୁ ଆଜି ବି ସିଏ ତାର ଗୁଣାତ୍ମକ ଭାବ, ତାର ସଂଖ୍ୟାତ୍ମକ ଗୁଣାତ୍ମକ ଦୃଷ୍ଟିରୁ ଆଜି ବି ବଳିଷ୍ଠ এই ପ୍ଲାଟଫର୍ମରେ ଆମର ପରିଚାଳନା କରୁଛନ୍ତି ଆମର ସୁଭାଷ ଭାଇ। ଉପସ୍ଥିତ ଅଛନ୍ତି ଅନେକ ବରିଷ୍ଠ ରୀତିକ, ପୂତ ପାଞ୍ଜାଧାରୀ କର୍ମୀ, ଯାଜକ ଅଧୈର୍ଯ୍ୟ ମଣ୍ଡଳୀ, ତତ୍ସହିତ ଭକ୍ତ ମଣ୍ଡଳୀ, ସମସ୍ତଙ୍କ ଉଦ୍ଦେଶ୍ୟରେ ମୋର ଯଥାଯୋଗ୍ୟ ପ୍ରଣାମ, ମୁଁ ଜୟଗୁରୁ ଜଣାଉଛି। ସମସ୍ୟା ହଉଛି ଆଜି ମତେ କାଲି, ମୁଁ ଆଗରୁ ଯଦି ଗୋଟେ ପ୍ରତିଶ୍ରୁତି ଦେଇଥିଲି, କାଲି ମତେ ସୁଭାଷ ଭାଇ ଫୋନ କଲେ, ଦାଦା ଗୋଟେ ଟପିକ ଦିଅନ୍ତୁ। ମୁଁ ଏଇ ନିକଟରେ ଆଶ୍ରମରୁ ଫେରିଛି, ଆପଣମାନେ ଜାଣିଛନ୍ତି ଆଶ୍ରମରେ କର୍ମୀ ସମ୍ମିଳନୀ ଥିଲା, ରୀତିକ କନଫରେନ୍ସ, ମୁଁ ସେଥିରେ ଯୋଗଦାନ କରିଥିଲି। ଏ ଫେରିଛି, ସ୍ୱାସ୍ଥ୍ୟ ଟିକେ ଟିକେ ସ୍ୱାସ୍ଥ୍ୟ ଖରାପ ଏମିତି ଅଛି, କିନ୍ତୁ ତାଙ୍କର କଥାଟା ଟିକେ ଜୋର ଥିଲା ଯେ ଆପଣ ଯେକୌଣସି ଅବସ୍ଥାରେ ଜଏନ୍ କରନ୍ତୁ ଆଉ ଟପିକଟି ଦିଅନ୍ତୁ ବୋଲି। ଟପିକ କରିବା ପାଇଁ ତ ଗୋଟେ ସମୟ ଦରକାର, ସେ ଟପିକଟା ନିର୍ବାଚନ କରିବା ଏକ ଗୋଟେ ସମସ୍ୟା। ସମସ୍ୟା ମାନେ ଟପିକଟା ସମସ୍ତଙ୍କ ଦ୍ୱାରା ଗ୍ରହଣୀୟ, ଆଦରଣୀୟ ହେବା ଦରକାର। ଆଉ ଟପିକଟା ଜୀବନ ସହିତ ଗୋଟେ ସାମଞ୍ଜସ୍ୟ ରହିବା ଦରକାର। ମୋର ଜୀବନଟା ହଉଛି ମୋ ପାଇଁ ବହୁତ ପ୍ରିୟ, ମୋ ଜୀବନଟା ହିଁ, ମୋ ଜୀବନକୁ କେନ୍ଦ୍ର କରି ହିଁ ମୋର ସବୁ କିଛି କର୍ମଧାରା। ତେଣୁ ଜୀବନ ସହିତ ଟପିକର ଯଦି ସମ୍ପର୍କ ନଥାଏ, ତାହେଲେ ସେଟା କେବଳ ସୁପରଫିସିଆଲ ହେଇଯାଏ। କାରଣ ମତେ ଟପିକଟା ସିଲେକ୍ଟ କରିବା ପାଇଁ ମତେ କିଛି ସମୟ ଲାଗିଲା। ଦେଖିଲେ ଇଏ ଏକ ବ୍ରୋଡ ଟପିକ, ଯେ ସବୁ ସମସ୍ୟାର ସମାଧାନ ଜାନିସ ଇଷ୍ଟ ପ୍ରତିଷ୍ଠାନ। এই ବ୍ରୋଡ ଟପିକ ଭିତରେ ସବୁ କିଛି ଆସେ। ଶ୍ରୀ ଶ୍ରୀ ଠାକୁରଙ୍କର ଦିବ୍ୟ ଦର୍ଶନର ଯେତେ ଦିଗ ରହିଛି, ସବୁ ଦିଗ ରହିଛି, ଜୀବନରେ ଯେତେ ଫ୍ୟାକଲ୍ଟି ରହିଛି, ଜୀବନରେ ଯେତେ ବିଭାଗ ରହିଛି, ଜୀବନରେ ଯେତେ ଧାରା ରହିଛି, ଏ ସବୁ ଭିତରେ ଟପିକଟା ସବୁ ଏଇ ଟପିକ ଭିତରେ ଅନ୍ତର୍ଭୁକ୍ତ ରହିଛି। ତେଣୁ ତାକୁ ସବୁ ଦେଇ ସଂକ୍ଷିପ୍ତ ସମୟରେ ଆଲୋଚନା ରଖିବା ତ କେବେ ବି ସମ୍ଭବ ନୁହେଁ। କିନ୍ତୁ ମୋଟାମୋଟି କହିବାକୁ ଗଲେ ଯେ କିଛି କିଛି ଜୀବନର ବିଭିନ୍ନ ବିଭାଗ ଦେଇ କିଛି କିଛି ଟଚ୍ କରାଯାଇପାରେ। ତେଣୁ ଏଇ ସବୁ ସମସ୍ୟାର ସମାଧାନ ଜାନିସି ଇଷ୍ଟ ପ୍ରତିଷ୍ଠାନ। ଠାକୁର, ଶ୍ରୀ ଶ୍ରୀ ଠାକୁର ଆଉ ତାଙ୍କର ପ୍ରତିଷ୍ଠିତ ପ୍ରତିଷ୍ଠାନ ଏ ସତ୍ସଙ୍ଗ ଭିତରେ କିଛି ପ୍ରଭେଦ ହିଁ ନାହିଁ। ଠାକୁର କହୁଛନ୍ତି ସତ୍ସଙ୍ଗଟା ମୋର ଭାବଦେହ। ମୁଁ ଯେତେବେଳେ ବସି ଭାବୁଥିଲି, ଭଜନ କୀର୍ତ୍ତନ ଦୀର୍ଘ ସମୟ ଧରି ଶୁଣୁଥିଲି, ସେତେବେଳେ ମୋର ସ୍ମୃତି ଗୁଡିକ ଜାଗ୍ରତ ହଉଥିଲା ଯେତେବେଳେ ମୁଁ ଆଶ୍ରମରେ ଥିଲି ନିକଟରେ। ଆଶ୍ରମର ଯୋଉ ଚିତ୍ର, ଆଚାର୍ଯ୍ୟ ଦେବଙ୍କର ଯୋଉ ସାନ୍ନିଧ୍ୟ, ଶ୍ରୀ ଶ୍ରୀ ଠାକୁର ଯୋଉଠି ଲୀଳା କରିଛନ୍ତି, ତାର ଯୋଉ ଚିତ୍ର ପରିଷ୍କାର ଭାବେ ପ୍ରତିଭାତ ହଉଥିଲା ମୋର ମାନସ ପଟରେ। ସେଇଟା ହିଁ ସେଇଟା ହିଁ ମୋ ପାଇଁ ପ୍ରେରଣା ଦିଏ। ମୋର ଜୀବନ ଚର୍ଯ୍ୟା ପାଇଁ, ମୋ ଜୀବନକୁ ଆଗେଇ ନେବା ପାଇଁ, ମୋର ଜୀବନ ଭିତରେ ସୁନ୍ଦରତାକୁ ପରିପୂର୍ଣ୍ଣ କରିବା ପାଇଁ, ଜୀବନଟାକୁ ଗୋଟେ ସମ୍ପୂର୍ଣ୍ଣ ରୂପରେ ରୂପାନ୍ତର, ଗୋଟେ ମଣିଷରେ ରୂପାନ୍ତର କରିବା ପାଇଁ, ସେ ସବୁ ଖୋରାକ ତା ଭିତରୁ ହିଁ ମିଳୁଛି। ଏ ସ୍ମୃତିରୁ, ପବିତ୍ର ସ୍ମୃତିରୁ
ସେଇ ଯୋଉ ଚିତ୍ର ଗୁଡିକ ମୋ ସାମ୍ନାରେ ଭାସି ଆସୁଥିଲା, ଆଚାର୍ଯ୍ୟ ଦେବଙ୍କର ସାନ୍ନିଧ୍ୟ ଆଉ ଆଶ୍ରମର ପ୍ରତିଟି, ଠାକୁର କହୁଛନ୍ତି ଏଇଠି ତ ଡାଇନାମୋ ରହିଛି। ଠାକୁରଙ୍କର କଥା, ଠାକୁରଙ୍କର ଲେଖା ମୁଁ ଶୁଣିଛି, ପଢିଛି, ଯେ ଠାକୁର କହୁଛନ୍ତି ତୁମେ ମାନେ ଏଠିକି ଆସିବାକୁ ହିଁ ପଡିବ, କାହିଁ ଏଠିକି, ଏଇଠି ଡାଇନାମୋ ରହିଛି। ଜଣେ ପାଠ ପଢି, କଥା ଶୁଣି, ବହି ପଢି ହୁଏତ 2 ଆଣା 4 ଆଣା ଚାର୍ଜ ହେଇପାରେ, କିନ୍ତୁ ଏଠିକି ଆସିଲେ, ସେ ଠାକୁରଙ୍କର ଲୀଳା କ୍ଷେତ୍ରକୁ ଆସିଲେ, ଠାକୁର ଯୋଉଟେ ଲୀଳା କରିଛନ୍ତି, ପ୍ରତିଟି ଧୂଳିକଣା ଯେତେବେଳେ ଠାକୁରଙ୍କର ପଦସ୍ପର୍ଶରେ ସେଗୁଡାକ ଚାର୍ଜ ହେଇକିରି ଅଛି, ସେଠିକି ଗଲେ ମଣିଷର ମନଟା 16 ଆଣା ଚାର୍ଜ ହୁଏ। ଏଟା ଠାକୁରଙ୍କର ଶ୍ରୀମୁଖର କଥା, ମୁଁ ଯାହା ପଢିଛି। ଏଠିକି ଆସିଲେ ମଣିଷ 16 ଆଣା ଚାର୍ଜ ହବ। 16 ଆଣା ନହେଲେ ବି 12 ଆଣା 14 ଆଣା ହବ, କିନ୍ତୁ ବହି ପଢି, କଥା ଶୁଣି ଏଭଳି କରି ମଣିଷ ହୁଏତ 1.5 ଆଣା ଚାର୍ଜ ହେଇପାରେ। ତେଣୁ ଆମ ଇଷ୍ଟ ପ୍ରତିଷ୍ଠାନ ଯୋଉଠି ସତ୍ସଙ୍ଗ, ଠାକୁର ଯୋଉଟେ ଲୀଳା କରିଛନ୍ତି, ସେଠିକି ଆମେ ବାର 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 ଯିବାକୁ ହିଁ ପଡିବ। ଏଇଟା ଆମମାନଙ୍କର, ଯୋଉମାନେ ସେ ଠାକୁରଙ୍କର ଚରଣାଶ୍ରିତ, ସେମାନଙ୍କର ପ୍ରଧାନ କର୍ତ୍ତବ୍ୟ। ତେଣୁ ଅନେକ ତ ସମସ୍ୟା ରହିଛି ମଣିଷର ବ୍ୟକ୍ତି ଜୀବନରେ, ମଣିଷର ଦାମ୍ପତ୍ୟ ଜୀବନରେ, ତାର ଯେତେ ଜୀବନ ରହିଛି, ତା ସହିତ ଯେତେ ପ୍ରସାରିତ ହେଇଛି ଜୀବନଟା, ସବୁ ଭିତରେ ସମସ୍ୟା ରହିଛି। ସମସ୍ୟାର କୌଣସି ନିର୍ଦ୍ଦିଷ୍ଟ ଆକାର ନାହିଁ, ପ୍ରକାର ନାହିଁ। କୌଣସି ସମସ୍ୟା ସହିତ କୌଣସି ସମସ୍ୟାର ଗୋଟେ ସାମଞ୍ଜସ୍ୟ ମନେ ହୁଏ ନା, କିନ୍ତୁ ଠାକୁର କହୁଛନ୍ତି କୌଣସି ଠାରୁ କୌଣସି ବିଚ୍ଛିନ୍ନ ନୁହେଁ। ସବୁ ସମସ୍ୟା ଭିତରେ ରହିଛି ଏକ ମେଳ ରହିଛି। ସବୁ ସମସ୍ୟା, କୌଣସି ସମସ୍ୟା ଏଇ ଜଗତରେ ଯେତେ ଯାହା ଆମେ ଦୃଷ୍ଟିଗୋଚର ହଉଛି, କିଏ କାହାଠାରୁ ବିଚ୍ଛିନ୍ନ ନୁହେଁ। ସବୁ ଏକ ସୂତ୍ରରେ ବନ୍ଧା ହେଇଛି, ଗୋଟିଏ ଶୃଙ୍ଖଳାରେ ହିଁ ସବୁ କିଛି ରହିଛି। ଭଲଟା ବି ଗୋଟେ ଶୃଙ୍ଖଳାରେ ରହିଛି, ମନ୍ଦଟା ବି ଗୋଟେ ଶୃଙ୍ଖଳା ରହିଛି, ସମସ୍ୟାର ବି ଗୋଟେ ଶୃଙ୍ଖଳା ଭିତରେ ହିଁ ସେ ଆବଦ୍ଧ ରହିଛି। ସେ କ୍ଷୀୟ ଧରିବାକୁ ପଡେ। କ୍ଷୀୟଟା ଯଦି ଧରା ପଡିଯାଏ, ମୂଳଟା ଯଦି ଧରା ପଡିଯାଏ, କାରଣଟା ଯଦି ଧରା ପଡିଯାଏ, ତାହେଲେ ସମସ୍ୟାର ସମାଧାନଟା ସହଜ ହେଇଉଠେ। ଇଏ ହଉଛି ସେ ଠାକୁରଙ୍କର କଥା। ଠାକୁର 3ଟି ଗଳ୍ପ କହିଛନ୍ତି ତାଙ୍କର ଜୀବନ ଭିତରେ। ମୁଁ 3ଟା ଗଳ୍ପ ଏଟା ମନେ ରଖିଛି, ଏଟା ଉପସ୍ଥାପନ କରିବାକୁ ଚାହେଁ। ସହଜ ସହଜ କଥା, ମୁଁ କୌଣସି ପାଣ୍ଡିତ୍ୟ ନେଇକିରି ଆଲୋଚନା ବି କେବେ କରେନି। ଆଉ ଯାହାଟା ଉପଲବ୍ଧି କରିଛି, ଯାହା ଦେଇକିରି ମଣିଷର ସମସ୍ୟା ସମାଧାନ ମୁଁ ଦେଖିପାରୁଛି ମୋର ସାମ୍ନାରେ, ମୋର ପରିବାରରେ, ମୋର ପ୍ରତିବେଶୀଙ୍କ ପାଖରେ, ମୋର ବନ୍ଧୁ ଆତ୍ମୀୟଙ୍କ ପାଖରେ, ଯୋଉ ସମାଧାନ ମୁଁ ଦେଖିଛି ପ୍ରତ୍ୟେକ ଭାବେ, ସେଇଟା ଅବାସ୍ତବ ନାହିଁ। ମୋର ଖାଲି ଆଖିରେ ଦେଖିବା ସମାଧାନ ସିଏ। ତେଣୁ ତାକୁ କହିବା ହିଁ, ଠାକୁର କହୁଛନ୍ତି ତୁମର ଉପଲବ୍ଧିକୁ, ଯେ ଏକ୍ସାମ୍ପଲ ଇଜ ବେଟର ଦେନ ପରସେପ୍ଟ। ଗୋଟିଏ ଏକ୍ସାମ୍ପଲ ଅନେକ ସମସ୍ୟାର ସମାଧାନ କରିଦିଏ। 1000 କଥା କହି ଗୋଟିଏ ସମସ୍ୟାକୁ ସମାଧାନ କରିପାରିବେନି। ଗୋଟେ ଏକ୍ସାମ୍ପଲ ଯଦି ଉପସ୍ଥାପନ କରିଦିଆଯାଏ ଗୋଟେ ତାରି ସାମ୍ନାରେ, ଯିଏ ସମସ୍ୟାଗ୍ରସ୍ତ, ତା ପାଖରେ ଯଦି ଗୋଟେ ଏକ୍ସାମ୍ପଲ, ଗୋଟେ ଭଲ ସୁନ୍ଦର ଏକ୍ସାମ୍ପଲ, ସହଜ ଏକ୍ସାମ୍ପଲ ଯଦି ଦିଆଯାଏ, ତାହେଲେ ତା ପାଖରେ ସମସ୍ୟାଟା ସମାଧାନ ସହଜରେ ହେଇଯାଏ। ଏକ୍ସାମ୍ପଲ ନ ଦେଖିଲା ପର୍ଯ୍ୟନ୍ତ, ଗୋଟେ ଜୀବନ୍ତ ଉଦାହରଣ ନ ଦେଖିଲା ପର୍ଯ୍ୟନ୍ତ ସମସ୍ୟାର ସମାଧାନ କରିବା ହିଁ କଷ୍ଟ। ତେଣୁକରି ତ ଠାକୁର ବାର ବାର ଆସନ୍ତି, ତାଙ୍କୁ ଆସିବାକୁ ହିଁ ପଡେ, ତାଙ୍କୁ ହିଁ ଆସିବାକୁ ପଡେ। ଯେତେବେଳେ କୌଣସି ସମସ୍ୟାର ସମାଧାନ ହେବାର ଆଉ ସୂତ୍ର ହିଁ ନଥାଏ, ମଣିଷ ପାଖରେ କୌଶଳ ଆଉ ନଥାଏ, ସେତେବେଳେ ସେ ନିଜେ ହିଁ ଆସି ଧରା ଦିଅନ୍ତି। ଆଉ ସବୁ ସମସ୍ୟାର ସମାଧାନ ସେ ନିଜେ ହିଁ ତାକୁ ସେଇ କୌଶଳ ବତେଇ ଦିଅନ୍ତି ସମସ୍ତଙ୍କ ପାଖରେ। ତେଣୁ ସେ ଠାକୁର 3ଟି ଗଳ୍ପ କହନ୍ତି। ଆପଣ ମାନେ ବି ସେ ଗଳ୍ପ ଶୁଣିଥିବେ। ଅତ୍ୟନ୍ତ ସାଧାରଣ ଗଳ୍ପ, କିନ୍ତୁ ଅତ୍ୟନ୍ତ ତାତ୍ଵିକ ଗଳ୍ପ। ସେଗୁଡାକ ଆମେ ଅନୁସରଣ କରୁନା, ବା ସେଗୁଡାକୁ ଆମେ ଗଳ୍ପ ଭାବି ଅନେକ ସମୟରେ ତାର ତାତ୍ଵିକତା ବା ତାର ଜୀବନ ସହିତ ଯୋଉ ସମ୍ପର୍କ, ସେଟାକୁ ଆମେ ଅନେକ କମ ତାକୁ ତାର ଗୁରୁତ୍ୱକୁ ବୁଝୁ। ଠାକୁର କହିଲେ, ପ୍ରଥମ ଗଳ୍ପ ମୁଁ କହୁଛି। ଠାକୁର କହିଲେ ଗୋଟେ ଗଉଡିଆ ଥିଲା, ମାନେ ଗୋରୁଆଳ, ଯିଏ ଗୋରୁ ଧରି ପ୍ରତିଦିନ ସିଏ ଯାଏ ଗୋରୁ ଚରାଇବାକୁ। ତାର କାମ ହଉଛି ପ୍ରତିଦିନ ସିଏ, ତା ପାଖରେ 20-25ଟା ଗୋରୁ ଥାନ୍ତି। ସେ ଗୋରୁ ଧରି ସେ ପ୍ରତିଦିନ ଯାଏ ଚରାଇବାକୁ। ଗୋରୁଙ୍କ ପାଇଁ ଖାଦ୍ୟ ଦରକାର, ତେଣୁ ସିଏ ଯାଏ। ତାର କାମ ହଉଛି ସେ 20-25ଟା ସକାଳୁ ନବ, ସନ୍ଧ୍ୟାରେ ସେ ଫେରିବ। ଦିନେ ତାର ଦେହ ଖରାପ ହେଇଛି, କୌଣସି କାର୍ଯ୍ୟ କାରଣ ବଶତଃ ସେ ଅନ୍ୟତ୍ର ଏଙ୍ଗେଜ ହେଇଛି, ତାର ପୁଅକୁ ପଠେଇଛି। ଠାକୁର ଏଟା ଆଲୋଚନା କରିଛନ୍ତି। ସେ ପୁଅ କହିଲେ, ତୁ ଆଜି ଗୋରୁ ନବୁ, ଗୋରୁକୁ ଚରେଇ ଆସିବୁ। ସେ ପୁଅ ଗୋରୁ ଧରିକିରି ଗଲା। ତାର କେବେ ଅଭ୍ୟାସ ନାହିଁ ଯେ ଏତେ ଗୋରୁକୁ ନେଇ ସେ କିଭଳି ଭାବେ ନିୟନ୍ତ୍ରଣ କରିବ, ତାର ସେଥିରେ ଅଭ୍ୟାସ ନଥାଏ। ସିଏ କିନ୍ତୁ ଦେଖିଲା ଗୋଟିଏ ଗୋଟିଏ ଗୋରୁ ତାକୁ ଆଉ ମାନୁନାହାନ୍ତି। ଯୋଉ ମାନିବା କଥା କହୁଥିଲେ ଆମର ମୋ ପୂର୍ବରୁ ସୁଭାଷ ଭାଇ,
ଯେ ସେ ଗୋରୁ ଗୁଡିକ ଆକୁ ଆଉ ମାନୁନାହାନ୍ତି। ଯିଏ ଗୋଟିଏ ଗୋଟିଏ ଗୋରୁ ସବୁ ଗୋଟିଏ ଗୋଟିଏ ରାସ୍ତାରେ ସବୁ ଚାଲିଲେ। ଇଏ ଯେତେ ବି କଣ୍ଟ୍ରୋଲ କରିବାକୁ ଚାହିଁଲା, ସେ କୌଣସିରେ ସମର୍ଥ ହେଲାନି, ବିଫଳ ହେଲା। ମନ ବି ଖରାପ ହେଲା। ଘରକୁ ଫେରିଲା, ଗୋରୁ ଗୁରିକ ତା ପାଖରେ କେହି ନଥାନ୍ତି, ଯିଏ ଯୁଆଡେ ସବୁ ଚାଲିଗଲେ। ତେଣୁ ଯେତେବେଳେ ଘରକୁ ସେ ଏକାକି ଫେରିଲା, ସେତେବେଳେ ତା ବାପା ଯେତେବେଳେ ଦେଖିଲା ଆରେ ଗୋରୁ କାହାନ୍ତି, ନା ଗୋରୁ ତ ମୋ କଥା କେହି ମାନିଲେନି, ଆଉ ଗୋରୁ ସବୁ ବିଶୃଙ୍ଖଳ ହେଲେ, ଯିଏ ଯୁଆଡେ ସବୁ ଚାଲିଲେ। ତେଣୁ ମୁଁ ଭାବିଲି ଗୋରୁକୁ କଣ୍ଟ୍ରୋଲ କରିବାକୁ ତମେ ମତେ ଗୋଟିଏ ବାଡି ଦେଇଥିଲ। ମୁଁ ସେ ବାଡି ମୁଁ ଭାବିଲି ସେ ପ୍ରତି ଗୋରୁକୁ ପାଇଁ ଗୋଟିଏ ଗୋଟିଏ ବାଡି ଦରକାର, ଗୋଟିଏ ଗୋଟିଏ ଲାଠି ଦରକାର। ଆଉ ପ୍ରତି ଗୋରୁକୁ ଗୋଟିଏ ଗୋଟିଏ ଲାଠି ଦେଇକିରି ମୁଁ ତାକୁ କଣ୍ଟ୍ରୋଲ କରିବାକୁ ଯେତେବେଳେ ଭାବିଲି ଲାଠି ସଂଗ୍ରହ କରେ, ସେ ଲାଠି ସଂଗ୍ରହ ଭିତରେ ସବୁ ଗୋରୁ ଅନ୍ତର୍ଧାନ ହେଇଗଲେ। ତା ବାପା କହିଲେ ପୁଅକୁ, ଆରେ ତୁ ଗୋଟେ ବୋକାଟା, ତୁ ଗୋଟେ ବୋକା। ସବୁ ଗୋରୁକୁ ଗୋଟିଏ ଲାଠିରେ ସମ୍ଭାଳି ହବ। ସବୁ ଗୋରୁ ପାଇଁ ଗୋଟିଏ ଲାଠି ଦରକାର। ସବୁ ଗୋରୁ ପାଇଁ ପ୍ରତି ଗୋରୁ ପାଇଁ ଗୋଟିଏ ଗୋଟିଏ ଲାଠି ଦରକାର ନାହିଁ। ଗୋଟିଏ ଲାଠିରେ ସବୁ ଗୋରୁ କଣ୍ଟ୍ରୋଲ ହେଇଯାଇପାରିବ। ଇଏ ହଉଛି ଠାକୁରଙ୍କର କଥା, ଯେ ଗୋଟିଏ ଏଭଳି ଏକ ସୂତ୍ର ଦରକାର, ଯୋଉ ସୂତ୍ର ଦେଇକିରି ପ୍ରତିଟି ସମସ୍ୟାର ସମାଧାନ ହେଇପାରିବ। ସେ ଗୋଟିଏ ସୂତ୍ର ଆମକୁ ଖୋଜିବାକୁ ପଡିବେ। ଠାକୁର ସେଇଟା ଉପରେ ବେଶୀ ଗୁରୁତ୍ୱ ଦେଲେ। ମୋର ଆଜି ଦେହ ଭଲ ନାହିଁ, ମୋର ଆଜି ଜ୍ୱର ହଉଛି, ଗୋଟିଏ ଡାକ୍ତର ପାଖକୁ ଯିବି। ଛିଙ୍କ ହଉଛି, ଆଉ ଗୋଟେ ଡାକ୍ତର ପାଖକୁ ଯିବି। ଝାଡା ହଉଛି, ଆଉ ଗୋଟେ ଡାକ୍ତର ପାଖକୁ ଯିବି। ଯଦି ଏମିତି ମୁଁ ସବୁ ଯାଏ, ତାହେଲେ ତ ମୋର ସବୁ ଶକ୍ତି ସାମର୍ଥ୍ୟ ମୁଁ ହରେଇ ବସିବି। ମତେ ଏଭଳି ଗୋଟେ ଡାକ୍ତର ସିଲେକ୍ଟ କରିବାକୁ ପଡିବ, ଯିଏ ସବୁ ରୋଗ, ସବୁ ସମସ୍ୟାର, ସବୁ ରୋଗର ଯିଏ ତା ପାଖରେ ନିଦାନ ଥିବ, ଆଉ ସବୁ ରୋଗର ଚିକିତ୍ସା ଯିଏ ଜଣେ ହିଁ କରିପାରୁଥିବ। ମତେ ସେଇଭଳି ଜଣେ ଡାକ୍ତର ଦରକାର। ମୋର ଯଦି ବିଭିନ୍ନ ସମସ୍ୟା ହେଲା ପରିବାରରେ ବା ବ୍ୟକ୍ତିଗତ ଜୀବନରେ, ମୁଁ ଗୋଟେ ଗୋଟେ ଠାକୁର ମନକୁ ମନ ଗୋଟେ ତିଆରି କରେ। ଠାକୁର କହୁଛନ୍ତି ଅମୃତ ଭଗବାନ। ଅମୃତ ଭଗବାନର ସୃଷ୍ଟି ସେମିତି ହେଇଛି ଯେ ମୋର ଆଜି ଦେହ ଖରାପ ହେଲା, ମୋର ଆଜି ପରିବାରରେ ଅଶାନ୍ତି ହେଲା, ସ୍ୱାମୀ ସ୍ତ୍ରୀ ଭିତରେ ଝଗଡା କଲେ, ପିଲାମାନେ କଥା ମାନୁନାହାନ୍ତି, ତାହେଲେ ଏଥିପାଇଁ ଗୋଟେ କିଛି ବୋଧେ ଗ୍ରହ ଦୋଷ ରହିଛି। ତେଣୁ ଗୋଟେ ଗ୍ରହ ଦୋଷ, ଆ ଗ୍ରହ ଦୋଷକୁ ଇଏ କରିବା ପାଇଁ ମଣିଷ କେତେ ସବୁ ଅମୃତ ଭଗବାନ ତିଆରି କରନ୍ତି। ପଥର ଦେବତା, କାଠ ଦେବତା, ବିଭିନ୍ନ ପ୍ରକାର ଗୋଟେ ମାନସିକ କରି, ଯେମିତି ଗୋଟେ କାମନା ବାସନାର ପୂଜା କରି, କାମନା ବାସନାକୁ ନେଇକିରି ଭକ୍ତି ସହିତ ଯୋଡି ଆଜି ଅମୃତ ଭଗବାନ ଅସୀମ ହୋଇ ଉଠିଛନ୍ତି। ଠାକୁର କହୁଛନ୍ତି ସମସ୍ୟାଟା ହଉଛି ସେଇଠି। ମୂର୍ତ ଭଗବାନଙ୍କୁ ବାଦ ଦେଇକିରି ମଣିଷ ଆଜି ବିଭିନ୍ନ ସମସ୍ୟା ସହିତ ଜଡିତ କରି, ବିଭିନ୍ନ ଗ୍ରହ ଦୋଷର କଥା, କାଳ୍ପନିକ ଦୋଷର କଥା ଚିନ୍ତା କରି, ଗ୍ରହର କଥା ଚିନ୍ତା କରି, ବିଭିନ୍ନ ଅମୃତ ଭଗବାନ ସୃଷ୍ଟି କରି ଅମୃତ ଭଗବାନ ଆଜି ଅସୀମ ହେଇଛନ୍ତି। ଯୋଉ ଭଗବାନଙ୍କ ସହିତ ଆମେ କେବେ ଦେଖା ସାକ୍ଷାତ ହେଇନି, ଯୋଉ ଭଗବାନଙ୍କୁ ଆମେ କିଛି କହି ହିଁ ପାରୁନା, ଯୋଉ ଭଗବାନ କଥା ଆମ କଥା ଶୁଣନ୍ତିନି, ଯାହାର କାନ ନାହିଁ, ଯାହାର ଆଖି ନାହିଁ, ଯିଏ ଆମ କଥା ରେସ୍ପଣ୍ଡ କରନ୍ତିନି, ଯେ ଆମକୁ ଯିଏ ଭଲ ପାଇ ଟିକେ ପାରନ୍ତିନି, ଆମେ ତାଙ୍କୁ ଟିକେ ଭଲ ପାଇ ପାରୁନା, ସେଇଭଳି ଅମୃତ ଭଗବାନ ଆଜି ଅସୀମ ଉଠିଛନ୍ତି। ଠାକୁର କହୁଛନ୍ତି ଯେ ଭାରତର ଅବନତି ସେଇଠୁ ହିଁ ଆରମ୍ଭ ହେଇଛି। ଅବନତି ମାନେ ସମସ୍ୟା ଅଗଣିତ। ସମସ୍ୟାର ସମାଧାନର ସୂତ୍ର କାହା ପାଖରେ ନାହିଁ। ଆଜି ଯୋଉ ସମସ୍ୟା ତିଆରି ହେଇଛି, ଯୁଦ୍ଧଟା ବଡ ସମସ୍ୟା ନୁହେଁ। ଠାକୁରଙ୍କର ଫିଲୋସଫିରେ ମୁଁ ଯାହା ଯେତିକି ଜାଣିଛି, ଆଜି ଯୋଉ ଯୁଦ୍ଧ ବିଗ୍ରହ ଚାଲିଛି ସେଟା ଗୋଟେ ବଡ ସମସ୍ୟା ନୁହେଁ। ତାର ସମସ୍ୟା, ତାର ସମସ୍ୟାର ଜଡଟା ଆଉ କୋଉଠି ରହିଛି? ଆମ ପାଖରେ ରହିଛି, ମଣିଷ ଭିତରେ ରହିଛି। ଆଉ ବିଶେଷ କରି ମଣିଷ ମନ ଭିତରେ ହିଁ ସମସ୍ୟାର ଜଡ ରହିଛି। ମନଟା ଯେତେବେଳେ ବିକୃତ ହୁଏ, ମନଟା ଯେତେବେଳେ ଅଶାନ୍ତ ହୁଏ, ମନଟା ଯେତେବେଳେ ଉଦ୍ବେଳିତ ହୁଏ, ମନଟା ଯେତେବେଳେ କାହା ସହିତ ଯୁକ୍ତ ରହେ ନା, ଗୋଟେ ସୁପିରିୟର ସହିତ, କୌଣସି ଏକ ବଳିଷ୍ଠ ପ୍ରେମର ଆକର୍ଷଣରେ ମନ ଯଦି ଆକର୍ଷିତ ନ ହୁଏ, ଗୋଟେ ବଳିଷ୍ଠ ଚରିତ୍ରର ଆକର୍ଷଣରେ ଯଦି ମନର ଯଦି ଆକର୍ଷିତ ନ ହୁଏ, ସେ ମନ ସବୁବେଳେ ଉଦ୍ବେଳିତ ରହିବ ହିଁ ରହିବ। ଆଉ ସେ ଉଦ୍ବେଳିତ ମନ ସବୁବେଳେ ସମସ୍ୟା ସୃଷ୍ଟି ହିଁ କରେ। ସେ ଉଦ୍ବେଳିତ ମନ ସବୁବେଳେ ସମସ୍ୟା ହିଁ ସୃଷ୍ଟି କରେ। ସେଇଟା ଆଜିର ଯୁଦ୍ଧ ବିଗ୍ରହ ଯୋଉ ପୃଥିବୀ ପୃଷ୍ଠରେ ଲାଗିଛି, ସେଇଟା ବଡ ସମସ୍ୟା ନୁହେଁ। ଠାକୁର ବି ତାକୁ କହୁଛନ୍ତି ଏ ସମସ୍ୟା ଦିନେ ସମାଧାନ ହେଇଯିବ। ଏଥିରେ ଯୋଉ କ୍ଷୟ ହବ, ଧନ ଜୀବନ କ୍ଷୟ ହବ, ସିଏ ବି ଭରଣା ହେଇଯିବ। କିନ୍ତୁ ଯୋଉ କ୍ଷୟ ଆମର ଜୀବନରେ, ବ୍ୟକ୍ତି ଜୀବନରେ ଚାଲିଛି, ଆମର ପାରିବାରିକ ଜୀବନରେ ଚାଲିଛି, ଯୋଉ କ୍ଷୟ ଆମର ଦାମ୍ପତ୍ୟ ଜୀବନରେ ଚାଲିଛି, ଯୋଉ କ୍ଷୟ ଆମର ପିତା ପୁତ୍ର ସନ୍ତାନ ମାନଙ୍କ, ପିତା ମାତା ଭିତରେ ଯୋଉ ସମ୍ପର୍କର କ୍ଷୟ ଚାଲିଛି, ସେ କ୍ଷୟ କିନ୍ତୁ ଭରଣା ହେବା ଭାରି କଷ୍ଟ। ସେ କ୍ଷୟ କିନ୍ତୁ ଭରଣା ଏତେ ସହଜ ନୁହେଁ। ଠାକୁର କହୁଛନ୍ତି ଏଇଭଳି ଯଦି କ୍ଷୟ ଚାଲେ, ତାହେଲେ ସମୟ ଆସିବ ଯେ ମଣିଷର ମୂଳ ବୁନିଆଦ ବି ଲୋପ ପାଇଯିବ। ମଣିଷର ମୂଳ ବୁନିଆଦ, ମୋର ବୁନିଆଦ ଟା କୋଉଠି ରହିଛି, ସେ ବୁନିଆଦ ବି ଲୋପ ପାଇଯିବ। ମୋର ପରିଚୟ ମୁଁ ହରେଇବି।
ତେଣୁ ସବୁଠୁ ବଡ ସମସ୍ୟା ହଉଛି ମନର ସମସ୍ୟା, ଜୀବନର ସମସ୍ୟା। ଆଜି ଦେଖନ୍ତୁ ଜୀବନ ଆଉ ଜୀବିକା ଦିଟା ପାର୍ଟ ରହିଛି। ଯଦି ଯଦି ଯୋଉମାନେ ଚିନ୍ତାଶୀଳ ବ୍ୟକ୍ତି ଯଦି ଆଜି ଚିନ୍ତା କରିବେ ସବୁ ସମସ୍ୟାର କାରଣଟା କୋଉଠି ରହିଛି, ତାହେଲେ ବୁଝିବେ ଯେ ଦିଟା ପାର୍ଟ ରହିଛି। ଗୋଟେ ହଉଛି ଠାକୁର କହୁଛନ୍ତି ଗୋଟେ ଦିଗରେ ରହିଲା ଜୀବନ, ଆଉ ଗୋଟେ ଦିଗରେ ରହୁଛି ଆମେ ଦେଖୁଛୁ ଜୀବିକା। ଆଜି ଲୋକ ଜୀବିକା ପଛରେ ଏତେ ପାଗଳ ଯେ ଜୀବନ ଠାରୁ ବିଚ୍ଛିନ୍ନ ହେଇଯାଉଛନ୍ତି, ଜୀବନ ଠାରୁ ବିଚ୍ଛିନ୍ନ ହେଇଯାଇଛନ୍ତି। ଆଜି ଜୀବନ କଥା କହିଲେ ମଣିଷ ଏତେ ଏତେ ସହଜରେ ତାକୁ ଆଗ୍ରହ ପ୍ରକାଶ କରେନି। ଦି କନସେପ୍ଟ ଅଫ ଲାଇଫ, ଠାକୁର କହୁଛନ୍ତି କନସେପ୍ଟ ଅଫ ଲାଇଫ ମଣିଷ ପ୍ରଥମେ ଜାଣିବା ଦରକାର ଯେ ଜୀବନର ଆଭିମୁଖ୍ୟଟା କଣ, ଜୀବନର କନସେପ୍ଟଟା କଣ, ଜୀବନ ଉପରେ ତାର ସମ୍ପୂର୍ଣ୍ଣ ଏକ ଧାରଣା ରହିବା ଦରକାର। ତାପରେ ଜୀବିକା ପଛରେ ଯିବା ଦରକାର। ନହେଲେ ଏ ଜୀବିକା ଜୀବନ ଠାରୁ ଏଭଳି ବିଚ୍ଛିନ୍ନ କରିଦବ, ସେତେବେଳେ ସେ ଯାଇକିରି ଶୂନରେ ଗୋଟେ ସମୟରେ ସେ ଶୂନରେ ସେ ମାନେ ତାର ରିଚ୍ ଟା ହେଇଯିବ ଏକ ଏକ ବିగ్ ଜିରୋ, ଗୋଟେ ଶୂନରେ ସେ ପହଞ୍ଚିଯିବ। ଆଉ ସେତେବେଳେ ରାସ୍ତା ହିଁ ନଥିବ, କୋଉ ରାସ୍ତାରେ ଯିବି ତା ପାଇଁ ସବୁ ରାସ୍ତା ବନ୍ଦ ହେଇଯାଇଥିବ। ଆତ୍ମହତ୍ୟା ଏକମାତ୍ର ରାସ୍ତା ହେଇଥିବ। ଆଜି ଯୋଉ ଆତ୍ମହତ୍ୟା ପ୍ରବଣତା ଆଜି ଆମେ ସବୁଠୁ ବେଶୀ ଦେଖୁଛୁ ୟୁଥ ଆଣ୍ଡ ଏଜୁକେଟେଡ ମାସ ଭିତରେ ଆତ୍ମହତ୍ୟା ପ୍ରବଣ। କାହିଁକି ନା ତାଙ୍କୁ ସେଇଭଳି ଘରର ଶିକ୍ଷାଟା ସେଇଭଳି ହେଇଛି ଯେ ତାଙ୍କୁ କେବଳ ଜୀବିକା ଉପରେ ହିଁ ଗୁରୁତ୍ୱ ଦିଆଯାଇଛି। ତୁ ପାଠ ପଢିବୁ, ରୋଜଗାର କରିବୁ, ଅର୍ଥ ଉପାର୍ଜନ କରିବୁ, ବସ୍ତୁ ଉପାର୍ଜନ କରିବୁ, ତାରି ଉପରେ ଏତେ ଗୁରୁତ୍ୱ ଦିଆଯାଉଛି ସନ୍ତାନ ମାନଙ୍କ ଆଗରେ, ସେମାନେ ଜୀବନ ଠାରୁ ବିଚ୍ଛିନ୍ନ ହେଇଯାଉଛନ୍ତି। ଦି କନସେପ୍ଟ ଅଫ ଲାଇଫ, ଜୀବନର ଉଦ୍ଦେଶ୍ୟ, ଜୀବନର ଉତ୍ସ କିଏ, ଜୀବନର ଯିଏ ଯାହା ସହିତ ଯୁକ୍ତ ହେଲେ ଜୀବନଟା ଆହୁରି ପୁଲକିତ ହେଇ ଉଠେ, ପ୍ରଫୁଲ୍ଲିତ ହେଇ ଉଠେ, ତାର ବୈଶିଷ୍ଟ୍ୟରେ ସେ ବୈଶିଷ୍ଟ୍ୟ ପାଳି ହେଇ ଉଠେ। ସେ ଜ୍ଞାନ କିନ୍ତୁ ଆଉ ସନ୍ତାନ ଭିତରେ ବ୍ୟବସ୍ଥା ହିଁ ନାହିଁ। ନା ପରିବାରରେ ବ୍ୟବସ୍ଥା ରହିଛି, ନା ଏଜୁକେସନ ଇନଷ୍ଟିଟ୍ୟୁସନ ମାନଙ୍କର ବ୍ୟବସ୍ଥା ରହିଛି, କୋଉଠି ବି ସେ ବ୍ୟବସ୍ଥା ଆଜି ନାହିଁ। ବ୍ୟବସ୍ଥା ବିପରୀତ ଦିଗରେ ଚାଲିଛି। ତୁମେ ଜୀବିକା ଉପରେ ବେଶୀ ଗୁରୁତ୍ୱ। ତେଣୁ ଯେତେବେଳେ ମଣିଷ ଜୀବିକା ପଛରେ ପାଗଳ ଭଳି ଦୌଡେ, ଉଦାହରଣ ବି ଅନେକ ବିଭତ୍ସ ଉଦାହରଣ ବି ସୃଷ୍ଟି ହୁଏ। ମୁଁ ପଢିଥିଲି କିଛି ଦିନ ତଳେ ଗୋଟେ ଖବର କାଗଜରେ, ଜଣେ ତାର ନିଜର 17 ମହଲା କୋଠାରୁ ସେ ପଡି ଆତ୍ମହତ୍ୟା କଲା। ନିଜକୁ ଆତ୍ମହତ୍ୟା ସେ କରିଛି, ତାର ନିଜେ ତିଆରି କରିଥିବା 17 ମହଲା କୋଠା ଉପରୁ ତଳକୁ ଡେଇଁ ସେ ଆତ୍ମହତ୍ୟା କରିଛି। ତାହେଲେ ଦେଖନ୍ତୁ ସେ ଏତେ ଜୀବିକା ଅର୍ଜନ କରିଥିଲା, ଏତେ ମେଟେରିଆଲ ସଂଗ୍ରହ କରିଥିଲା ଯେ 17 ମହଲା କୋଠା ବି କରିପାରିଲା। ଦେଖିଲା 17 ମହଲା କୋଠା ପରେ ଶୂନ, ସବୁ କିଛି ଶୂନ। ସେଠି କଣ କରିବ? ସେଠି ସେ ଆତ୍ମହତ୍ୟା କଲା, ଜୀବନ ଠାରୁ ସେ ବିଚ୍ଛିନ୍ନ ହେଇଗଲା। ତେଣୁ ଏ ଜୀବନ ସହିତ ଜୀବିକାର ଯଦି ସାମଞ୍ଜସ୍ୟ ନ ରହେ, ଜୀବନ ସହିତ ଜୀବିକାର ଯଦି ସମନ୍ୱୟ ନ ରହେ, ଯଦି ମଣିଷ ୱାନ୍ ସାଇଡେଡ ହେଇଯାଏ, ସେତେବେଳେ ଦେଖାଯାଏ ମଣିଷ ଭିତରେ ଗୋଟେ ଶୂନ୍ୟତା ଆସେ। ତା ଭିତରେ ଶୂନ୍ୟତା ଆସେ। ଆଜି ପିଲାଙ୍କ ଭିତରେ ଉଚ୍ଛୃଙ୍ଖଳତା, ବିଶୃଙ୍ଖଳତା, ସ୍ୱେଚ୍ଛାଚାରିତା, ବେସିକାଲି ଏଜୁକେସନାଲ ଇନଷ୍ଟିଟ୍ୟୁସନ ରେ ଦେଖାଯାଉଛି। ତାର କାରଣଟା ହଉଛି ନର୍ଚର ପାଉନାହାନ୍ତି, ପରିବାରରେ ନର୍ଚର ପାଉନାହାନ୍ତି, ଗୃହର ଶିକ୍ଷା ଭିତରୁ ସେ ନର୍ଚର ପାଉନାହାନ୍ତି, ପ୍ରପରଲି ନର୍ଚର ପାଉନାହାନ୍ତି। ଆଜି ମୋର ଗୋଟେ ଅନୁଭୂତି କଥା ମୁଁ ଆପଣଙ୍କୁ କହୁଛି। ମୁଁ ଏଇ ଯେତେବେଳେ ଆଶ୍ରମରୁ ଫେରୁଛି, ସେତେବେଳେ ଟ୍ରେନରେ ଭୁବନେଶ୍ୱର ଯେତେବେଳେ ବ୍ରହ୍ମପୁର ଫେରୁଛି, ବିଶାଖା ଏକ୍ସପ୍ରେସ ରେ ଟ୍ରେନରେ ଜଣେ ବନ୍ଧୁଙ୍କ ସହିତ ଦେଖା ହେଲା। ଜଣେ ପୁରାତନ ବନ୍ଧୁ, ବହୁତ ଦିନରୁ ତାଙ୍କ ସହିତ ମୋର ସାକ୍ଷାତ ନେଲା। ସେ ଜଣେ ଡାକ୍ତର, MKCG ବ୍ରହ୍ମପୁରରେ ସେ ଜଣେ ଡକ୍ଟର ଅଛନ୍ତି, ଆସୋସିଏଟ ପ୍ରଫେସର। ସିଏ ମତେ ଦେଖିଲେ, ଦୀର୍ଘ ଦିନର ଚିହ୍ନା ଅଚିହ୍ନା ଚିହ୍ନା ଅଚିହ୍ନା ଭିତରେ କିଛି ସମୟ ଲାଗିଗଲା, ଯେ ଗୋଟେ ଚିହ୍ନା ହେବା ପାଇଁ କିଛି ସମୟ ଲାଗିଗଲା। ତାପରେ ପରସ୍ପର ହଠାତ୍ ଯେତେବେଳେ ଗୋଟେ ସ୍ମିତହାସ୍ୟ ଦେଇ ନିଜକୁ ପରିଚୟ ସୃଷ୍ଟି କଲୁ, ସ୍ମିତହାସ୍ୟ ଭିତରେ ଦେଇ ଉଭୟଙ୍କର ପରିଚୟ ସୃଷ୍ଟି ହେଲା। ତାପରେ ପାଖରେ ବସି କଥା ହେଲୁ। ତାପରେ ମୁଁ ଦେଖିଲି ସିଏ ଅନେକ ଦିନରୁ ଦୀକ୍ଷା ନେଇଛନ୍ତି। କିନ୍ତୁ ଯେତେବେଳେ ତାଙ୍କ ସହିତ ମୋର ବନ୍ଧୁତା ଥିଲା, ଯେତେବେଳେ ମୁଁ ତାଙ୍କ ସହିତ କିଛି ଦିନ ଅବସ୍ଥାନ କରିଥିଲି, ମିଳିମିଶି ଥିଲୁ ଆମେ ଗୋଟେ ଜିଲ୍ଲାରେ, ରାୟଗଡା ଜିଲ୍ଲାରେ, ସେତେବେଳେ ସିଏ କିନ୍ତୁ କେବେ ସ୍ୱୀକାର କରିନଥିଲେ ଯେ ମୁଁ ଦୀକ୍ଷା ନେଇଛି ବୋଲି। କିନ୍ତୁ ସେଇଦିନ ସେ ସ୍ୱୀକାର କଲେ ମୁଁ ବି ଦୀକ୍ଷା ନେଇଛି। ଏମିତି କରି ସେ କହିଲେ, ଆଉ ଦେଖେଇଲେ, ତାଙ୍କର ମୋବାଇଲ ଦେଖେଇଲେ, କହିଲେ ସତ୍ୟାନୁଷ୍ଠାନ ପ୍ରତିଟି ପୃଷ୍ଠା ସିଏ ଗୋଟେ ଫଟୋ ଉଠେଇ ରଖିଛନ୍ତି ତାଙ୍କ ମୋବାଇଲରେ ଠାକୁରଙ୍କର ମାନେ ଗୋଟେ ଦୁଇଟା ବାଣୀ, ସେଥିରୁ ସେ ସତ୍ୟାନୁଷ୍ଠାନରୁ ଆମେ ଆଲୋଚନା ବି କଲୁ। ତାପରେ ଆଜିର ଯୋଉ ସମସ୍ୟା ରହିଛି, ଯୋଉ ସମସ୍ୟା ଆଜି ବେସିକାଲି ବେଶୀ ବିଚଳିତ କରୁଛି, ବେଶୀ ଚିନ୍ତାଶୀଳ ବ୍ୟକ୍ତି ମାନଙ୍କୁ, ବୁଦ୍ଧିଜୀବୀ ମାନଙ୍କୁ, ଯୋଉମାନେ ସମାଜର ଅଗ୍ରଣୀ ଭାଗରେ ରହି ଯୋଉମାନେ ସମାଜରେ ଅଛନ୍ତି, ସେମାନଙ୍କୁ ବେଶୀ ଯୋଉ ସମସ୍ୟା ଗୁଡିକ ବେଶୀ ଚିନ୍ତିତ କରୁଛି, ତାରି ଉପରେ ବିଶେଷ ଭାବେ ସେ ଆଲୋଚନା କଲେ। ଆଉ ବିଶେଷ କରି ମୁଁ ପରେ ଜାଣିଲି ଯେ ତାଙ୍କର ଚିନ୍ତା ହଉଛି ତାଙ୍କ ଘରର ସମସ୍ୟା।
ସେଟା ପରେ ମୁଁ ଉଦ୍ଘାଟନ କଲି, ଗୋଟିଏ ଘଣ୍ଟା ପରେ ଉଦ୍ଘାଟନ କଲି ଯେ ସେ ଏତେ ବିଚଳିତ ଏତେ ଚିନ୍ତିତ କାହିଁକି। ନିଜେ ଜଣେ ଡାକ୍ତର, ତାଙ୍କ ମିସେସ୍ ବି ତାଙ୍କ ସ୍ତ୍ରୀ ବି ଜଣେ ସର୍ଭିସ କରୁଛନ୍ତି, ଭଲ ପୋଷ୍ଟରେ ସିଏ ବି ଅଛନ୍ତି, କିନ୍ତୁ ଘରର ସମସ୍ୟା ପାଇଁ ସେ ଏତେ ଚିନ୍ତିତ। ମତେ ଯେମିତି ପାଇଲେ ସେ ଭାବିଲେ ୟୁ ଆର୍ ଦି ସଲ୍ୟୁସନ, ଆମ ଘରର ସମସ୍ୟା ୟୁ ଆର୍ ଦି ସଲ୍ୟୁସନ। ଆପଣଙ୍କୁ ମୁଁ ବହୁତ ଆଗରୁ ଜାଣିଛି, ଆପଣ କେତେ ଶୃଙ୍ଖଳିତ, ଆପଣଙ୍କର ଚିନ୍ତାଧାରା ଆପଣଙ୍କର କର୍ମଧାରା ମୁଁ ନିକଟରୁ ଦେଖିଛି। ଆଉ ଠାକୁରଙ୍କୁ ଆପଣ ଏତେ ଭଲ ପାଆନ୍ତି, ଆଉ ଆପଣ ଜଣେ ଠାକୁରଙ୍କର ରୀତିକ। ୟୁ ଆର୍ ଦି ସଲ୍ୟୁସନ, ମୋର ଜୀବନର ମୋର ଘରର ସମସ୍ୟାର ସମାଧାନ ହଉଛନ୍ତି ୟୁ ଆର୍ ଦି ସଲ୍ୟୁସନ। ମତେ ଏଇଭଳି ଭାବେ ସିଏ କହୁଛନ୍ତି ଜଣେ ଡାକ୍ତର। କହିଲି କଣ ହେଇଛି ଆପଣଙ୍କର? ନା ପିଲାମାନେ ଆମ କଥା ମାନୁନାହାନ୍ତି, ପିଲାମାନେ କଥା ମାନୁନାହାନ୍ତି। ଯେତେବେଳେ ପିଲାମାନେ ଛୋଟ ଥିଲେ ତାଙ୍କ ସହିତ ବନ୍ଧୁତା ଥିଲା, ବର୍ତ୍ତମାନ ସେମାନେ ବଡ ହେଇଗଲେ, ଯାହା ଭାଇ କହୁଥିଲେ ସୁଭାଷ ଭାଇ ପ୍ରଥମେ କଥାଟା ମୋ ମୁହଁରୁ ଯେମିତି ଛଡେଇ ନେଇ କଥା କହୁଥିଲେ। ସେମାନଙ୍କର ସେମାନଙ୍କର ଠାକୁର କହୁଛନ୍ତି ସୁରତଟା, ତାଙ୍କର ଯୋଗାବେଗଟା, ଯୋଉଟା ଇନବର୍ନ, ଯୋଉଟା ତାଙ୍କର ସହଜାତ ସଂସ୍କାର ସହିତ ରହିଛି, ଜନ୍ମ ସହିତ। ଠାକୁର କହୁଛନ୍ତି ଜୀବନ କହିଲେ ଜୀବନ ହଉଛି ଏଇ ସୁରତରୁ ହିଁ ସୃଷ୍ଟି, ଏଇ ଯୋଗାବେଗରୁ ହିଁ ସୃଷ୍ଟି। ଟେଣ୍ଡେନ୍ସି ଫର ୟୁନିଫିକେସନ, ମିଳନର ଆକୁତିଟା, ଏଇ ମିଳନର ଆକୁତି ଭିତର ଦେଇ ହିଁ ଗର୍ଭାଶୟରେ ଜାଇଗୋଟ ସଞ୍ଚାରିତ ହୁଏ, ଜାଇଗୋଟ ତିଆରି ହୁଏ, ଗର୍ଭଧାରଣ କରେ। ଜଣେ ନାରୀଟି ଗର୍ଭଧାରଣ କରେ, ତା ଭିତରେ ମଣିଷ ସତ୍ତା ତିଆରି ହୁଏ, ମଣିଷ ପୂର୍ଣ୍ଣ ମଣିଷ ତିଆରି ହେଇ ସେ ଭୂପୃଷ୍ଠରେ ମାତୃଗର୍ଭରୁ ପଡେ। ଇଏ ହଉଛି ସୁରତର ପ୍ରେରଣା। ଠାକୁର କହୁଛନ୍ତି ଏଇ ଯୋଉ ସୁରତଟା ଯେତେବେଳେ ଡିଷ୍ଟର୍ଟେଡ ହେଇଯାଏ, ଯେ ସୁରତଟା ଯେତେବେଳେ ବିକୃତ ହେଇଯାଏ, ସୁରତଟା ଯେତେବେଳେ ବିଚ୍ଛୁରିତ ହେଇଯାଏ, ଅସତରେ ପଡେ, କୌଣସି ସତ ସହିତ ସେ ଯୁକ୍ତ ହେଇପାରେ ନା, ଆଡିହେର କରିପାରେ ନା, ଅବଲମ୍ବନ କରିପାରେ ନା, ଗୋଟେ ସତକୁ ସେ ଆଶ୍ରୟ କରିପାରେ ନା, ସତକୁ ସେ ଖୋଜେ, ବହୁତ ଖୋଜେ। ଗୋଟେ ସନ୍ତାନଟି ଜନ୍ମ ହେଲା ପରେ ସେ ଭଲ ଲୋକକୁ ହିଁ ଖୋଜେ, ଖରାପ ଲୋକକୁ ଦେଖିଲେ ସେ କାନ୍ଦି ଉଠେ, ତା ମନ ବିକୃତ ହେଇ ଉଠେ। ସେ ଭଲ ଖୋଜିବାର ପ୍ରୟାସଟା ତାର ମାତୃଗର୍ଭରେ ରହିଛି। ସେ ଯେତେବେଳେ ମାତୃଗର୍ଭରୁ ଭୂଇଁରେ ପଡେ, ଠାକୁର କହୁଛନ୍ତି ସେ ଭଲକୁ ଖୋଜେ, ଉତ୍କୃଷ୍ଟକୁ ଖୋଜେ, ସୁପିରିୟରକୁ ଖୋଜେ। କିନ୍ତୁ ଏ ଖୋଜିବା ଭିତରେ ଯଦି ସୁପିରିୟର ନ ପାଏ, କିନ୍ତୁ ସୁରତ କାହା ସହିତ ଆଟାଚଡ ହେଇକରି ଚାଲିବ ହିଁ ଚାଲିବ, ସେ କାହାକୁ ଆଶ୍ରୟ ନେଇକରି ଚାଲିବ ହିଁ ଚାଲିବ। ସୁରତ ସ୍ଵାଧୀନ ଭାବେ ରହିପାରେ ନା, ସେ ଆଡିଆରେ କରି ଚାଲିବ। ସେ ଭଲ ହଉ ମନ୍ଦ ହଉ, ଯଦି ଭଲର ଅଭାବରେ ସେ ମନ୍ଦକୁ ଆଡିଆରେ କରି ଚାଲେ। ଗୋଟେ ସମୟ ଆସେ ସେଇ ଯୋଉ ମନ୍ଦକୁ ଆଡିଆରେ କରିକିରି ଚାଲିଥାଏ, ସିଏ ବିରାଟ ତାର ଚରିତ୍ରିକ ପ୍ରକାଶ ଘଟେ, ତାର ବ୍ୟକ୍ତିତ୍ୱର ପ୍ରକାଶ ଘଟେ, ତାର ଚଲାବଲାରେ ପ୍ରକାଶ ହୁଏ, ମନ୍ଦର ପ୍ରକାଶ। ଯେମିତି ଭଲର ପ୍ରକାଶଟା ସବୁ ଭିତରେ ହୁଏ, ମନ୍ଦର ବି ପ୍ରକାଶ ତା ଭିତରେ ହୁଏ। ଆଉ ସେ ମନ୍ଦଟା ପିତାମାତାଙ୍କ ପାଇଁ ଭାରି ଅସହ୍ୟ ଗୋଟେ, ଅସହ୍ୟ ଗୋଟେ। ମୁଁ କହିଲି ଦେଖନ୍ତୁ, ସେ ସ୍ୱୀକାର କଲେ ଯେ ମୋ ସ୍ତ୍ରୀ ଚାକିରି କରୁଛି, ପିଲାମାନଙ୍କ ପାଇଁ ସମୟ ଦେଇପାରୁନି, ସେଇଟା ହଉଛି ବଡ ସମସ୍ୟା। ମୁଁ ସିଦ୍ଧାନ୍ତରେ ପହଞ୍ଚିଛି ଠାକୁରଙ୍କୁ ଧରିକିରି, ଠାକୁରଙ୍କର ଯୋଉ ଭାବଧାରା ଭିତରେ ଯେତିକି ପ୍ରବେଶ କରି ଜାଣିଲି ଯେ ମାର ନର୍ଚର, ଯଦି ମୁଁ କହିଲି ଆପଣ ଏକ୍ସାକ୍ଟ ସମସ୍ୟାର ସମାଧାନରେ, ସମସ୍ୟାର ମୂଳ ଜଡଟାକୁ ଆପଣ ଧରିଛନ୍ତି। ଯେ ମା ଯେହେତୁ ପିଲାଙ୍କ ପାଇଁ ସମୟ ଦେଇପାରିନି, ମା ପାଖରେ ସମୟ ନାହିଁ ପିଲାକୁ ନର୍ଚର ଦେବା ପାଇଁ, ପିଲାର ବୈଶିଷ୍ଟ୍ୟର ନର୍ଚରଟା କେବଳ ମା ଦ୍ଵାରା ହିଁ ସମ୍ଭବ। ଆଉ କେହି ମାର ଦ୍ୱିତୀୟ କେହି ନାହାନ୍ତି। ମା ହଉଛି ପିଲାର ବୈଶିଷ୍ଟ୍ୟ ଗୁଡିକୁ ତାରି ଅନୁପୂରକ, ତାରି ଅନୁରୂପ ଭାବେ ଯୋଉ ନର୍ଚରଟା ମିଳେ, ପରିପୁଷ୍ଟ ହେଇ ଉଠେ, କେବଳ ମାତୃ ସ୍ନେହରେ ହିଁ ହୁଏ। ସେ ମାତୃ ସ୍ନେହରୁ ଯିଏ ଯେତେ ବଞ୍ଚିତ ହୁଏ, ତାର ଅଭାବଟା, ତାର ତାର ଚାରିତ୍ରିକ ଦିଗଟେ ଅଭାବ ଦେଖାଯାଏ। ଆଉ ସେ ଅଭାବଟା ଏତେ ବିଭତ୍ସ ହେଇ ଉଠେ ସମୟରେ, ଏତେ ହିଂସ୍ର ହେଇ ଉଠେ, ଏତେ ଅବାଞ୍ଛିତ ହେଇ ଉଠେ, ସେଟା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୁଏ। ଆଜି ସମାଜରେ ତାର କିଛି ରହିଛି, ଉପାୟ ରହିଛି କିଛି, ସରକାରଙ୍କ ପାଖରେ କି ତାର ସମାଧାନ କିଛି ରହିଛି, ବା ତଥାକଥିତ ଯୋଉମାନେ ସମାଜ ସଂସ୍କାରକ ତା ପାଖରେ କିଛି ଉପାୟ ରହିଛି ୟାର ନିରାକରଣ ପାଇଁ? କିଛି ହିଁ ନାହିଁ, କିଛି ହିଁ ନାହିଁ। ଠାକୁରଙ୍କ ପାଖରେ ହିଁ ସମସ୍ୟାର ସମାଧାନ ରହିଛି। ତେଣୁ ଠାକୁର କହିଲେ ମାয়ের ଚାକିରି ମହାପାପ। ମା ରୋଜଗାର କ୍ଷମ ହବ, ମା ଉପାର୍ଜନ କ୍ଷମ ହବ, ତା ପରିବାରକୁ ସବୁ କିଛି ସେ ଯୋଗାଣ ଦବ, କିନ୍ତୁ ଚାକିରି ନୁହେଁ, ଚାକିରି ନୁହେଁ। ଚାକିରି ଜୀବୀ ମାଙ୍କ ଘରେ ଏଇଭଳି ଅନେକ ସମସ୍ୟା ହୁଏ। କ୍ଷମା କରିବେ ଯେ ଅନେକଙ୍କ କଥାଟା ଭଲ ଲାଗେନି, କିନ୍ତୁ ଠାକୁର ତ ନିର୍ଭୟ ଭାବେ, ଠାକୁର କୌଣସି ହାତ ତଳେ, ଠାକୁର କହୁଛନ୍ତି ମୋ କଥାକୁ କିଏ ହାତ ତଳେ ଦେଇ ପସନ୍ଦ କରିବ, ବାହା ବା ଦବ, ସେଥିରେ ମୋର ଯାଏ ଆସେ ନାହିଁ। କି ମତେ ନିନ୍ଦା କରିବ, ମୋର କଥାକୁ ଦେଇକିରି ନିନ୍ଦା କରିବ, ବିଭିନ୍ନ କଟୁ କଥା କହିବ, ସେଥିରେ ବି ମୋର କିଛି ଯାଏ ଆସେ ନାହିଁ। ମୋର ବୋଧ ଚକିରେ ମୁଁ ଯାହା ଦେଖେ ସେଇଟା ହିଁ କହେ, ସେଇଟା ହିଁ କହିବାକୁ ମୁଁ ବାଧ୍ୟ ହୁଏ।
ଆଉ ଯିଏ ତାକୁ ଅନୁସରଣ କରେ, ଠାକୁର କହୁଛି ମୁଁ ଯାହା କହୁଛି ଫ୍ୟାକ୍ଟ। ଠାକୁରଙ୍କର ଶ୍ରୀମୁଖର କଥା, ଠାକୁର କହୁଛନ୍ତି ମୁଁ ଯାହା କହୁଛି ଫ୍ୟାକ୍ଟ। ଫ୍ୟାକ୍ଟ ମାନେ ମୁଁ ଯାହା କହୁଛି ଅଭ୍ରାନ୍ତ, ତାର ଦ୍ୱିତୀୟ ହିଁ ନାହିଁ। ଯେମିତି ମାମ ଏକଂ ଶରଣଂ ବ୍ରଜ, ଭଗବାନ ଶ୍ରୀକୃଷ୍ଣ ଏତେ ଜୋର କରି କହିପାରିଲେ ଯେ ମାମ ଏକଂ ଶରଣଂ ବ୍ରଜ। ତେଣୁ ମଣିଷ ଭିତରେ ଆଜି ଯୋଉ ବିଭତ୍ସତା, ହିଂସ୍ରତା, ସେଟା ଏକ ବିରାଟ ସମସ୍ୟାରେ ଆଜି ରୂପାନ୍ତର ହେଇ ପିତା ମାତା ସମାଜର ପ୍ରତିଟି ଶ୍ରେଣୀରେ ଆଜି ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହେଇଛି। ଏହାର କାରଣ ଠାକୁର କହୁଛନ୍ତି ଯେତେବେଳେ ପୁରୁଷୋତ୍ତମ ଅଛନ୍ତି, ପୁରୁଷୋତ୍ତମ ଯେତେବେଳେ ଆସନ୍ତି, ସେତେବେଳେ ସେଇ ସବୁ ସମସ୍ୟାର ସମାଧାନ ନେଇ ହିଁ ଆସନ୍ତି। ସବୁ ସମସ୍ୟାର ସମାଧାନ ନେଇ। ଆଉ ସିଏ ଆସନ୍ତି କୋଉ ରୂପରେ ଆସନ୍ତି ନା ସେ ଚରିତ୍ରର ପ୍ରେମର ଐଶ୍ୱର୍ଯ୍ୟରେ ଆସନ୍ତି। ଏଇଟା ହଉଛି ଅଭାବ। ଆଜି ପୃଥିବୀରେ ଯଦି ଅଭାବ ବୋଲି କିଛି ଥାଏ, ଆମମାନଙ୍କ ଭିତରେ ଅଭାବ ବୋଲି କିଛି ଥାଏ, ତାହେଲେ ଚରିତ୍ରର ଅଭାବ, ପ୍ରେମର ଅଭାବ। ଆଉ ଏଇ ଚରିତ୍ର ପ୍ରେମର ଐଶ୍ୱର୍ଯ୍ୟରେ ସେ ଆସି ପ୍ରତିଟି ମଣିଷକୁ ଏଇ ଚରିତ୍ର ପ୍ରେମର ଐଶ୍ୱର୍ଯ୍ୟରେ ଐଶ୍ୱର୍ଯ୍ୟଶାଳୀ କରିଦିଅନ୍ତି। ଆଜି ସତ୍ସଙ୍ଗର ଚିତ୍ର ଯଦି ଆମେ ଦେଖୁ, ଟିକେ ସୂକ୍ଷ୍ମ ସ୍ତରକୁ ଯାଇ ଦେଖୁ, ଟିକେ ଆହୁରି ଯଦି ସୂକ୍ଷ୍ମାତି ସୂକ୍ଷ୍ମ ସ୍ତରକୁ ଯାଇ ଦେଖୁ, ତାହେଲେ ସତ୍ସଙ୍ଗ ଆଜି ଜଗତରେ ଏଭଳି ଭାବେ ମୁଣ୍ଡ ଟେକିଛି। ସତ୍ସଙ୍ଗ ଆଜି ଏଭଳି ତାର ନିଜର ପରିଚୟ ସୃଷ୍ଟି କରିଛି ଆଜି ଜଗତରେ, ସମଗ୍ର ଦୁନିଆରେ, କେବଳ ଚରିତ୍ର ପ୍ରେମ ପାଇଁ। ଶ୍ରୀ ଠାକୁରଙ୍କର ଏଇ ଚରିତ୍ର ଆଉ ପ୍ରେମଟା ହଉଛି, ଠାକୁର କହୁଛନ୍ତି ଏଇଟା ହଉଛି ମଣିଷର ମୂଳ ବୁନିଆଦ। ମଣିଷର ମୂଳ ବୁନିଆଦ ହଉଛି ତାର ଚରିତ୍ର। ତାର ପିତୃ ପୁରୁଷାଗତ ଯୋଉ ଚରିତ୍ର ତା ଭିତରେ ସମାହିତ ହେଇଛି, ସମାବେଶ ହେଇଛି, ଜେନେଟିକାଲି ଏନରିଚଡ ହେଇଛି। ବିବାହ, ବୈଧି ବିବାହ ଦେଇକିରି, ବୈଧି ଚଳନ ସ୍ୱାମୀ ସ୍ତ୍ରୀ ଭିତରେ ବୈଧି ଚଳନ ଭିତରେ ଦେଇ ତା ଭିତରେ ଯୋଉ ଜେନେଟିକ ଏନରିଚମେଣ୍ଟ ହେଇଛି ସନ୍ତାନ ଭିତରେ, ସେଇଟା ହଉଛି ତାର ସବୁଠୁ ବଡ ବୁନିଆଦ। ସେଇଟା ହଉଛି ତାର ବଡ ସମ୍ପଦ। ସେଇଟା ଯେତେ ଦିନ ପର୍ଯ୍ୟନ୍ତ ସମ୍ପଦଶାଳୀ ହେଇକିରି ଥାଏ, ତାର ବୈଶିଷ୍ଟ୍ୟରେ ସେ ପରିପୂର୍ଣ୍ଣ ହେଇକିରି ଥାଏ, ସେତେବେଳେ ମଣିଷ ଏକ ସ୍ୱତନ୍ତ୍ର ପରିଚୟ ନେଇ, ଅମୃତର ପରିଚୟ ନେଇ, ଈଶ୍ୱରଙ୍କର ପରିଚୟ ନେଇ, ପରମ ପିତାଙ୍କର ପରିଚୟ ନେଇ ସିଏ ପୃଥିବୀରେ ସିଏ ଗୋଟେ ପରିଚୟ, ସ୍ୱତନ୍ତ୍ରତା ସୃଷ୍ଟି କରେ। ଆଜି ଗୁରୁ ଭାଇଙ୍କୁ ଦେଖିଲେ ଗୋଟେ ସ୍ୱତନ୍ତ୍ର ମନେ ହୁଏ, କାହିଁକି? ତାର ଏକ ପରିଚୟ ରହିଛି। ସିଏ ତାର ପିତୃପୁରୁଷାଗତ ଜୈବିକ ସଂସ୍କୃତିରେ ପରିଚିତ ହେଇଛି। ଆଉ ତାର ସବୁଠୁ ବଡ ପରିଚୟ ହଉଛି ତାର ଠାକୁର। ତାର ବଡ ପରିଚୟ ହଉଛି ତାର ସତ୍ସଙ୍ଗ। ଆଜି ସତ୍ସଙ୍ଗ କଥା କହିଲେ ସମସ୍ତଙ୍କର ମଥାନତ ହୁଏ। ଭାଇ, ଆପଣ ମାନେ ସବୁ ଭଲରେ ଅଛନ୍ତି, କାହିଁକି ଆପଣ ଠାକୁରଙ୍କୁ ଧରିଛନ୍ତି? ଅନେକ ଅଭିମାନୀ ମଣିଷ, ଅନେକ ଅହଙ୍କାରୀ ମଣିଷ, ଅନେକ ହୀନମନ୍ୟ ମଣିଷ ବି ସ୍ୱୀକାର କରୁଛି ଯେ ଆଜି ଆପଣ ମାନେ କାହିଁକି ଏତେ ସୁନ୍ଦର ଭାବେ ଅଛନ୍ତି, ଆପଣ ମାନେ ଏତେ ଭଲରେ ଅଛନ୍ତି, ଆପଣ ମାନେ ହସି ପାରୁଛନ୍ତି, ଆପଣ ମାନଙ୍କ ଜୀବନରେ କିଛି ଆମେ ସମସ୍ୟା ଦେଖୁନୁ। ଆମ ଜୀବନରେ ଅନେକ ସମସ୍ୟା, ତାର କାରଣ ଆମେ ଜାଣି ବି ପାରୁଛୁ। ଯାହା ଭାଇ କହୁଥିଲେ ସୁଭାଷ ଭାଇ, ଯେ ପିଲାମାନେ ଦୀକ୍ଷା ନିଅନ୍ତୁ, ଆମେ ଦୀକ୍ଷା ନବୁନୁ। ମୋର ଘରର ଜ୍ୱାଇଁଟା ଜଣେ ଗୁରୁ ଭାଇ ହେଇଥିବେ, ଭାଇ ତମମାନଙ୍କ ଭିତରୁ ଗୋଟେ ଆମ ଝିଅ ପାଇଁ ଗୋଟେ ବାହାଘର ପ୍ରସ୍ତାବ ଖୋଜି ଦିଅ। କାହିଁକି? ବାହାର ଦୁନିଆ ଟା ଅତ୍ୟନ୍ତ ଖରାପ। ଆପଣ ମାନଙ୍କର ସତ୍ସଙ୍ଗର ଯୋଉ ଗୁରୁ ଭାଇ ମାନଙ୍କ ଭିତରୁ ଯଦି ମୋର ଗୋଟେ ଜ୍ୱାଇଁ ହେଇଯାଏ, ତାହେଲେ ଦେଖିବେ ସବୁଠୁ ଭଲ ହବ। ଆମକୁ ଅନୁରୋଧ କରିଛନ୍ତି ଅନେକ ବ୍ୟକ୍ତି, ଆଜ୍ଞା ଆପଣ ସତ୍ସଙ୍ଗରୁ ଗୋଟେ ଆମ ଜ୍ୱାଇଁ ଗୋଟେ ଖୋଜି ଦିଅନ୍ତୁ। ସେମାନେ ଦୀକ୍ଷା ନେବେନି, ଇଏ ଏକ ଅହଙ୍କାର ପରିଚୟ। ଆଗରୁ କହୁଛନ୍ତି ମଣିଷ ଭିତରେ ତିନୋଟି ସବୁଠୁ ବଡ ଖରାପ ହଉଛି ତାର ଅହଙ୍କାର, ଅଭିମାନ, ହୀନମନ୍ୟତା। ମଣିଷର ପରିଚୟକୁ ନଷ୍ଟ କରୁଛି, ମଣିଷ ଭିତରେ ତାର ଯୋଉ ଅମୃତତ୍ୱକୁ ନଷ୍ଟ କରୁଛି। ମଣିଷର ଏଇ ହୀନମନ୍ୟତା, ମଣିଷର ଏଇ ଅହଙ୍କାର, ଅଭିମାନ ଯେତେବେଳେ ପେଶିଉ ହୁଏ, ଆଦର୍ଶଙ୍କ ଉପରେ ସେ ପେଶିଉ ହେଇଯାଏ, ସେ ତାର ଆଉ କ୍ଷତି କରିପାରେ ନା। ଏ ଅହଙ୍କାର ହିଁ ତାକୁ ପରିଚୟ ସୃଷ୍ଟି କରିଦିଏ। ଯୋଉ ଅହଙ୍କାର ନେଇ ସେ ତାକୁ ମଣିଷ ଭିତରେ ଗୋଟେ ବିକୃତ ପରିଚୟ ସୃଷ୍ଟି କରିଥିଲା, ସେ ଅହଙ୍କାରକୁ ସୁନ୍ଦର ପରିଚୟରେ ସେ ରୂପାନ୍ତର ଦିଏ। ଏ ଅହଙ୍କାର ହଉଛି ମୋର ଠାକୁରଙ୍କର, ଏ ଅହଙ୍କାର ହଉଛି ମୋର ପିତୃପୁରୁଷଙ୍କର, ଏ ଅହଙ୍କାର ହଉଛି ମୋର ଆର୍ଯ୍ୟ କୃଷ୍ଟିର, ଯୋଉ କୃଷ୍ଟିରେ ମୁଁ ଜନ୍ମ ନେଇଛି, ଯୋଉ କୃଷ୍ଟି ଭିତରେ ମୋର ମୁଁ ଆସିଛି ପିତୃପୁରୁଷାଗତ ସାମର୍ଥ୍ୟ ନେଇ, ଜେନେଟିକ ଗୋଟେ ଜୈବିକ ସଂସ୍ଥିତି ନେଇ। ସିଏ ହଉଛି ସେଇ ଅହଙ୍କାର ମୋର ସେଇ ଜୈବିକ ସଂସ୍ଥିତିର। ଇଏ ମଣିଷକୁ ଗୋଟେ ସ୍ୱତନ୍ତ୍ର ପରିଚୟ, ସେଟା ଅମୃତର ପରିଚୟ। ଠାକୁର କହୁଛନ୍ତି ମୁଁ ଯାହା କହୁଛି ଡିଭାଇନ ଫୁଲଫିଲମେଣ୍ଟ ଅଫ ଅଲ ଇଜିମ୍ସ। ଯେତେ ଇଜିମ୍ସ ରହିଛି ଭାରତ ବର୍ଷରେ, ସମଗ୍ର ପୃଥିବୀରେ, ବିଶ୍ୱ ଦୁନିଆରେ ଯେତେ ଇଜିମ୍ସ ରହିଛି, ଠାକୁର କହୁଛନ୍ତି ମୁଁ ଯାହା କହୁଛି, ଏଟା ଠାକୁରଙ୍କ ଶ୍ରୀମୁଖର କଥା। ଡିଭାଇନ ଫୁଲଫିଲମେଣ୍ଟ ଅଫ ଅଲ ଇଜିମ୍ସ, ଭାଗବତ ପରିପୂର୍ଣ୍ଣି ସମସ୍ତ ବାଦର
ଯେତେ ବାଦ ଥାଉ ମୁଁ ଯାହା କହୁଛି, ପ୍ରେଜେଣ୍ଟ ପ୍ରଫେଟ ଯାହା କହନ୍ତି, ପ୍ରେଜେଣ୍ଟ ଫୁଲଫିଲର ଅଫ ଦି ବେଷ୍ଟ, ଯାହା ସର୍ବ ପରିପୂରଣୀ ବୈଶିଷ୍ଟ୍ୟ ପାଳି ପୁରୁଷୋତ୍ତମ ଯାହା କହନ୍ତି, ସିଏ ହଉଛନ୍ତି ଡିଭାଇନ ଫୁଲଫିଲମେଣ୍ଟ ଅଫ ଅଲ ଇଜିନ୍ସ। ସମସ୍ତ ଇଜିନ୍ସ ର ଫୁଲଫିଲ କରୁଛନ୍ତି ତାଙ୍କର କଥା, ତାଙ୍କର ବାଣୀ, ତାଙ୍କର ପ୍ରେମ, ତାଙ୍କର ଚରିତ୍ର, ତାଙ୍କର ପ୍ରତିଟି ଅଭିବ୍ୟକ୍ତି ଡିଭାଇନ ଫୁଲଫିଲମେଣ୍ଟ ଅଫ ଅଲ ଇଜିନ୍ସ। ଠାକୁର କହୁଛନ୍ତି ଏ ଇଜିନ୍ସ ଏକ୍ସିଷ୍ଟେନ୍ସ ପାଇଁ, ସତ୍ତା ପାଇଁ, ଜୀବନ ପାଇଁ, ବଞ୍ଚିବା ପାଇଁ, ଦେର ଇଜ नो एक्जिस्टेंस नो इजिम। जदि एक्जिस्टेंस ନାହିଁ, ସତ୍ତା ପ୍ରତି ମୋର ଅନୁରାଗ ନାହିଁ, ସତ୍ତା ପ୍ରତି ମୋର ପ୍ରେମ ନାହିଁ, ତାହେଲେ ଏଇ ଜିନିଷର କଣ ଭ୍ୟାଲ୍ୟୁ ରହିଛି, ମିନିଂ ରହିଛି? ତେଣୁ ସତ୍ତା ପ୍ରତି ଯଦି ମୋର ଆସକ୍ତି ରହିଛି, ଏ ସତ୍ତା ହଉଛି ଈଶ୍ୱରଙ୍କର, ଏ ସତ୍ତା ଏ ଜୀବନ ହଉଛି ଈଶ୍ୱରଙ୍କର, ଈଶ୍ୱରଙ୍କର ଇଏ ଦାନ, ଏ ଈଶ୍ୱରଙ୍କର ଦାନ ପ୍ରତି ଯଦି ମୋର ଆସକ୍ତି ନାହିଁ, ତାହେଲେ ଏଇ ଜିନିଷର ଲାଭ କଣ ଅଛି? କେବଳ ମୋର ଅହଙ୍କାର କିଛି ଜ୍ଞାନଟାକୁ, ମୋର ଜ୍ଞାନର ପରିସରକୁ ଅଭିବୃଦ୍ଧି କରେ, ଅହଙ୍କାରକୁ ମୋର କେବଳ ସେଟାକୁ ଆହୁରି, ଅହଙ୍କାରକୁ ମୋର ଆହୁରି ମୋଟା କରିଦିଏ। ମୁଁ ଆହୁରି ଅହଙ୍କାରୀ ହେଇ ଗୋଟେ କିଛି ଜ୍ଞାନକୁ ନେଇ, ଠାକୁର ଗୋଟେ ଅନଏଡଜଷ୍ଟେଡ ନଲେଜ, ଠାକୁର ପ୍ରସନ୍ନ ଠାକୁର ଆପଣ ଯୋଉ କଥା କହୁଛନ୍ତି, ଆପଣଙ୍କ ଭଳି ତ ଅନେକ ଲୋକ ଏଇଭଳି କଥା କହୁଛନ୍ତି, ଅନେକ ଫିଲୋସଫର ଅଛନ୍ତି, ଅନେକ ଜ୍ଞାନୀ ମଣିଷ ଅଛନ୍ତି, ଏଇଭଳି ଜ୍ଞାନ ବିଜ୍ଞାନର କଥା କହନ୍ତି ଠାକୁର, କିନ୍ତୁ ସେମାନଙ୍କର କଥା ତ କାର୍ଯ୍ୟକାରୀ ହୁଏ ନା। ଠାକୁର କହୁଛନ୍ତି ଅନଏଡଜଷ୍ଟେଡ ନଲେଜ। ନଲେଜ ତ ଅଛି, କିନ୍ତୁ ଅନଏଡଜଷ୍ଟେଡ, ସେ କାହା ସହିତ ସମ୍ପୃକ୍ତ ନୁହେଁ, ସଂଯୁକ୍ତ ନୁହେଁ, କାହାକୁ ସେ ପରିପୁଷ୍ଟ କରେ ନା, କାହାକୁ ସାର୍ଥକ କରେ ନା। କିନ୍ତୁ ଯେତେବେଳେ ସେ ସଂଗତି ଆଣିପାରେ ନା, ଯେମିତି ସମାଜ ଭିତରେ ସେଇ ନଲେଜ କୌଣସି ସଂଗତି ସମାଜକୁ ବାନ୍ଧି ରଖିବାରେ ସାହାଯ୍ୟ କରେ ନା। ଠାକୁର ଉଦାହରଣ ଦେଇକିରି କହିଲେ, ଠାକୁର କହିଲେ ଚିନି ଅଛି, ଚିନିର ଖଣ୍ଡ ରହିଛି, ମିଶ୍ରି ବି ରହିଛି, କିନ୍ତୁ ସେ ଚିନିଟା ହିଁ ମିଶ୍ରି ରୂପାନ୍ତରିତ ହୁଏ। ତା ଭିତରେ ଏକ ସୂତା ରହିଛି, ଅଦୃଶ୍ୟ ଭାବେ ଗୋଟେ ସୂତା ରହିଛି, ସେ ସୂତା ହିଁ ଚିନି ଖଣ୍ଡ ଗୁଡିକୁ ବାନ୍ଧି ମିଶ୍ରି ରୂପାନ୍ତରିତ କରିଛି। ଏ ଚିନି ଖଣ୍ଡ ଗୁଡିକ ଆଉ ପରସ୍ପର ବିଚ୍ଛିନ୍ନ ହୁଅନ୍ତିନି, ସେମାନେ ସଂଗତି ନେଇ ପରସ୍ପର ବାନ୍ଧି ହେଇ ଗୋଟେ ବିରାଟ ଆକାରରେ ସେ ପରିଣତ ହେଇଯାଆନ୍ତି। ଆଉ ତା ଭିତରେ ରହିଛି ଯୋଉ ସୂତାକ୍ଷୀୟ, ସିଏ ହଉଛି ସେଇ ଇଷ୍ଟ, ସେଇ ହଉଛନ୍ତି ପୁରୁଷୋତ୍ତମ, ସିଏ ହଉଛନ୍ତି ଆଦର୍ଶ, ସିଏ ହଉଛନ୍ତି, ସିଏ ତାଙ୍କୁ ନେଇ ଯଦି ଚାଲେ ମଣିଷ, ସିଏ ହଉଛନ୍ତି ପ୍ରେମ, ପ୍ରେମର ମୂର୍ତ୍ତ ପ୍ରତୀକ, ପ୍ରେମର ଜୀବନ୍ତ ସ୍ୱରୂପ, ଯିଏ ଯାହାକୁ ଦେଖିଲେ ପ୍ରେମଟା ଜୀବନ୍ତ ଭାବେ ବୁଝାଯାଏ, କାଳ୍ପନିକ ଭାବେ ନୁହେଁ। ତେଣୁ ସିଏ ଯେତେବେଳେ ଆସନ୍ତି, ଜୀବନର କଥା ବୁଝେଇ ଦିଅନ୍ତି। ମଣିଷ ଜୀବିକା ପଛରେ ବି ଯାଏ, ଜୀବନ ପଥରେ ବି ଯାଏ। ଠାକୁର କହୁଛନ୍ତି କନସେପ୍ଟ ଅଫ ଲାଇଫ ମଣିଷ ଜାଣିବା ଦରକାର। ଏ କନସେପ୍ଟ ଅଫ ଲାଇଫ ଯେଦିନ ପର୍ଯ୍ୟନ୍ତ ମଣିଷ ନ ଜାଣିଛି, ସେତେ ଦିନ ପର୍ଯ୍ୟନ୍ତ ମଣିଷ ଜୀବିକା 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 ହେଇ ଜୀବନଟାକୁ ଶୂନ୍ୟ ରୂପାନ୍ତର କରି ଆତ୍ମହତ୍ୟା ପାଇଁ ପ୍ରସ୍ତୁତ ହୁଏ। ଆତ୍ମହତ୍ୟା, ଠାକୁର କହୁଛନ୍ତି ଆତ୍ମହତ୍ୟା ଭିତରେ ପ୍ରତି ଜୀବନ ଜିଜ୍ଞାସା ରହିଛି। ଠାକୁର କହିଲେ ଯେ ଆତ୍ମହତ୍ୟା କରୁଛି, ସିଏ ମଧ୍ୟ ଶେଷ ମୁହୂର୍ତ୍ତରେ ସେଥିରୁ କେମିତି ମୁକୁଳିବା ପାଇଁ ଚେଷ୍ଟା କରୁଛି, ବଞ୍ଚିବା ପାଇଁ ଚେଷ୍ଟା କରୁଛି। ସବୁ ସତ୍ତା ଚାହେଁ ଟୁ ଲିଭ୍, ସମସ୍ତେ ଚାହାନ୍ତି, ସମସ୍ତଙ୍କ ଭିତରେ ଅର୍ଜ ଟୁ ଲିଭ୍ ସବୁ ଭିତରେ ରହିଛି। ଆତ୍ମହତ୍ୟା କରୁଥିବା ଲୋକଟା ମଧ୍ୟ ଶେଷ ସନ୍ଧିକ୍ଷଣରେ ସେ ବଞ୍ଚିବାକୁ ଚାହେଁ। ପୁଣି ଠାକୁର କହୁଛନ୍ତି ଯିଏ ଆତ୍ମହତ୍ୟା କରୁଛି, ସିଏ ନିଷ୍ପତ୍ତିଟା ତାର ବି ଜୀବନ ପାଇଁ, ଏ ଜୀବନରେ ମୁଁ ବିଫଳ ହେଲି, ଏ ଜୀବନରେ କେବଳ ମୁଁ ଜୀବିକା ଜୀବିକା ହେଇ ମଲି, ଆର ଜୀବନଟାକୁ ମୁଁ ଆହୁରି କୃତିତ୍ୱରେ କିଭଳି ପର୍ଯ୍ୟବେସିତ କରିବି, ସେଇ ଆଶା ନେଇ ହିଁ ସେ ଆତ୍ମହତ୍ୟା କରେ। ତେଣୁ ଆତ୍ମହତ୍ୟା ଭିତରେ ବି ଜୀବନ ଜିଜ୍ଞାସା ରହିଛି। ତେଣୁ ଜୀବନଟା ହଉଛି ମଣିଷର ମୂଳ। ଠାକୁର କହୁଛନ୍ତି ଏ ଶରୀର କଂକ୍ରିଟ ଏକ୍ସପ୍ରେସନ, ଶରୀର, ମନ ଆଉ ତାର ଲାଇଫ ଫୋର୍ସ, ଜୀବନ ସମ୍ବେଗ, ତା ଭିତରେ ଯୋଉ କଂକ୍ରିଟ ଏକ୍ସପ୍ରେସନ ରହିଛି, ତା ଭିତରେ ଯୋଉ ଗୋଟେ ସମନ୍ୱୟ ରହିଛି, ସେ ସମନ୍ୱୟ ରକ୍ଷା କରିବାରେ ମଣିଷ ଆଜି ବିଫଳ ହୁଏ। ତାର ବିକୃତ ଚଳଣି, ତାର ବିକୃତ ଜ୍ଞାନ, ଅନଏଡଜଷ୍ଟେଡ ନଲେଜ, ଆଡଜଷ୍ଟ ହେଇପାରୁନି, କାହା ସହିତ ସେ ଯୁକ୍ତ ହେଇପାରୁନି। ମଣିଷ ଅନେକ ଇଣ୍ଟେଲେକ୍ଟ ହେଇପାରେ, ତା ଭିତରେ ସିଏ ବୈଜ୍ଞାନିକ ହେଇପାରେ, ମଙ୍ଗଳ କଥା, ମଙ୍ଗଳ ଗ୍ରହ କଥା ଅହରହ ଚିନ୍ତା କରିପାରେ, କିନ୍ତୁ ଘର କଥା ଚିନ୍ତା କଲା ବେଳେ ଫେଲ ମାରେ। ଘର କଥା ଚିନ୍ତା କଲା ବେଳେ ତା ମନରେ ଉତ୍ସାହ ଆସେନି, ନିରୁତ୍ସାହ ହେଇଯାଏ। ପ୍ରଶ୍ନ ସମାଧାନ ହିଁ ପାଏନି, ତା ଘର କିଛି ସମାଧାନ କରିବ, ତାର ସୂତ୍ର ହିଁ ପାଏନି। ତାହେଲେ ଦେଖନ୍ତୁ ମଣିଷଟା ଇଣ୍ଟେଲେକ୍ଟ ହେଇଗଲା। ଅନେକ କହନ୍ତି, ଅନେକ କହନ୍ତି ଲୋକଟା ତ ବହୁତ ପାଠ ସାଠ ପଢିଛି, ବୈଜ୍ଞାନିକ ହେଇଛି, ଆପଣ କଣ କହୁଛନ୍ତି ସେ ଭଲ ଲୋକ ନୁହେଁ? ତାହେଲେ ଭଲ ଲୋକ କଣ କେବଳ ବୈଜ୍ଞାନିକ ହେଲେ ଭଲ ଲୋକ? ଆଜିକାଲି ଯିଏ ଅସ୍ତ୍ର, ବଡ ବଡ ଅସ୍ତ୍ର କରି ଲୋକ ସଂହାର କରୁଛନ୍ତି, ଯୁଦ୍ଧରେ ଆଜି ସେଇ ଅସ୍ତ୍ର ଗୁଡିକ ପ୍ରୟୋଗ ହଉଛି ମଣିଷ ମାରିବା ପାଇଁ, ସେ କଣ ଭଲ ଲୋକ? ସିଏ ତ ବି ବୈଜ୍ଞାନିକ, କେତେ ବିଜ୍ଞାନ ଗବେଷଣା କରି ସେ ଅସ୍ତ୍ରଟି ସେ ବାହାର କରିଛି, କିନ୍ତୁ କଣ କରୁଛି? ମଣିଷକୁ ମାରୁଛି ସିଏ, ଭୟାବହ ଯୁଦ୍ଧ ବିଗ୍ରହ ସୃଷ୍ଟି କରିଛି। ସେ କଣ ଭଲ ଲୋକ? ଭଲ ଲୋକ ସଂଜ୍ଞା ସେ ନୁହେଁ। ଭଲ ଲୋକ ଏକ ବ୍ୟାଲେନ୍ସଡ ପର୍ସନାଲିଟି,
କନସେପ୍ଟ ଠାକୁର କହୁଛନ୍ତି ମଣିଷକୁ ମୋର ଜୀବନଟା ମୋ ପାଇଁ ଯେତିକି ପ୍ରିୟ ଅପରର ଜୀବନଟା ବି ତା ପାଇଁ ସେତିକି ପ୍ରିୟ। ପୁଣି କହୁଛନ୍ତି ମୋ ଜୀବନଟା ଯେତିକି ପ୍ରିୟ ଅପରର ଜୀବନଟା ବି ମୋ ପାଇଁ ସେତିକି ପ୍ରିୟ ହବା ଦରକାର। ତେଣୁ ଘାତ ପ୍ରତିଘାତ ଉଭୟଟା ଖରାପ। ଘାତ ମାନେ ମୁଁ ଜଣକୁ ମାରିଲି, ସେଇଟା ଯେଭଳି ଭାବେ ପାପ। ପ୍ରତିଘାତ ବି କଲି, ମୋର ଘାତକୁ ପ୍ରତିଘାତ ବି କଲି, ସେଇଟା ବି ପାପ। କାହିଁକି ଉଭୟ ଦ୍ଵାରା ଜୀବନ ହିଁ କ୍ଷତି ହେଲା। ଏ ଜୀବନଟା ହଉଛି ଈଶ୍ୱରଙ୍କର, ଉଭୟ ଦିଗଟା ହିଁ ପାପ। ତେଣୁ କନସେପ୍ଟ ଅଫ ଲାଇଫ ରୁ ଯିଏ ବିଚ୍ୟୁତ ହୁଏ, ମଣିଷ ଏଭଳି ଭାବେ ବିଭତ୍ସ ହେଇ ଉଠେ। ସିଏ ଗୋଟେ କିମ୍ଭୂତ କିମାକାର ହୁଏ। ଠାକୁର କହୁଛନ୍ତି ମଣିଷ ମାନେ କଣ? ଠାକୁରଙ୍କୁ ପ୍ରଶ୍ନ କରାଗଲା, ଠାକୁର ଠାକୁର ଏ ମଣିଷ, ମଣିଷ କାହାକୁ କୁହାଯାଏ? ଠାକୁର କହିଲେ ମଣିଷ ମନଟା ଯାର ବିକଶିତ। ଠାକୁର କହୁଛନ୍ତି ଦେଖନ୍ତୁ, ମୁଁ ଗୋଟେ ମଣିଷ ଆଉ ଗୋଟେ ମଣିଷକୁ ପ୍ରଶ୍ନ କରୁଛନ୍ତି, ଠାକୁର ତ ମଣିଷ ହିଁ ଆସିଥିଲେ, କିନ୍ତୁ ପ୍ରଶ୍ନ ର ଉତ୍ତର ଖୋଜୁଥିଲେ ଠାକୁରଙ୍କ ପାଖରେ ସବୁ ମଣିଷ। ଠାକୁର ବି ମଣିଷ, ମୁଁ ବି ମଣିଷ, କିନ୍ତୁ ମୋର ସମସ୍ତ ପ୍ରଶ୍ନର ଉତ୍ତର ଠାକୁର ଦଉଥିଲେ। ଠାକୁର ଆମ କାହାକୁ ପ୍ରଶ୍ନ କରିନାହାନ୍ତି। ଠାକୁରଙ୍କ ପାଖରେ କିଛି ଅସୁବିଧା, ଠାକୁର ବିବେକାନନ୍ଦ କହୁଛନ୍ତି ହି କମ୍ସ ଏଜ୍ ଆନ୍ ଏମ୍ପରର। ସେ ସମସ୍ତଙ୍କୁ ଦେବାକୁ ଚାହାନ୍ତି, ସେ କାହାକୁ ଭିକ୍ଷା କରନ୍ତିନି। ଉଇ କମ୍ ଏଜ୍ ଆନ୍ ଅର୍ଫାନ୍, ଆମର ଯେମିତି କେହି ନାହିଁ। ଆମର ସବୁ କିଛି ଅଛି, ଠାକୁରଙ୍କ ପାଖରେ ଯାହା ନାହିଁ ଆମ ପାଖରେ ତାଠୁ ମେଟେରିଆଲ, ଆମେ ଠାକୁରଙ୍କଠୁ ଆମେ ସମୃଦ୍ଧ, କିନ୍ତୁ ଭିକ୍ଷା କରୁଛୁ ଠାକୁରଙ୍କ ପାଖରେ। ଉଇ କମ୍ ଏଜ୍ ଆନ୍, ଆମ ପାଖରେ ଏଜ୍ ଆନ୍ ଅର୍ଫାନ୍, ଆମେ ଯେମିତି ଛେଉଣ୍ଡ, ଆମ ପାଖରେ କିଛି ନାହିଁ, ସବୁ ଥାଇ କିଛି ନାହିଁ। ଠାକୁରଙ୍କ ପାଖରେ ସବୁବେଳେ ଆମେ ଭିକ୍ଷା କରୁଛୁ। ଯେତେବେଳେ ଯାହା ଟିକେ ଅସୁବିଧା ହେଲା, ସାମାନ୍ୟତଃ ଅସୁବିଧା ବି ଠାକୁରଙ୍କୁ ଭିକ୍ଷା କରୁଛୁ। ଠାକୁରଙ୍କ ସମୟରେ ଚାଲିଥିଲା, ଆଜି ବି ଆଚାର୍ଯ୍ୟଙ୍କ ପାଖରେ ସେଇଭଳି ଭିକ୍ଷା ଚାଲିଛି। ଲୋକ ଟିକେ ସୁବିଧା ଅସୁବିଧା ହେଲେ, ଟିକେ ସମସ୍ୟାରେ ପଡିଗଲେ, ନିଜର ଠାକୁରଙ୍କ ପାଖରେ ସେଟା, ଆଚାର୍ଯ୍ୟଙ୍କ ପାଖରେ ସେଟା ଭିକ୍ଷା କରନ୍ତି। ତେଣୁ ଏଇ ଯୋଉ ଭିକ୍ଷୁକ ହିସାବରେ ଆମେ ଆସିଛୁ, କିନ୍ତୁ ହି କମ୍ସ ଏଜ୍ ଆନ୍ ଏମ୍ପରର, ରାଜାଧିରାଜ ହିଁ ସେ ଆସନ୍ତି। ଏ ସମଗ୍ର ବିଶ୍ୱ ଦୁନିଆର, ଏ ଜଗତର, ବିଶ୍ୱ ବ୍ରହ୍ମାଣ୍ଡର ସେ ରାଜାଧିରାଜ ହିଁ ଆସନ୍ତି। ସେ ସମସ୍ତଙ୍କୁ ଦେଇ ହିଁ ପାରନ୍ତି। ତାଙ୍କ ପାଖରେ ଦେବା ପାଇଁ ସବୁ କିଛି ଅଛି। ଆଉ ସେ ଦେବାଟା, ଯାହା ପାଇଲେ ମଣିଷ ଆଉ ପାଇବାର ଅତୃପ୍ତି ରହିବନି। ସିଏ ହଉଛି ସିଏ ନିଜେ। ମୁଁ ତାଙ୍କୁ କେତେ ପାଇଛି, ତାଙ୍କୁ କେତେ ମୁଁ ତାଙ୍କର ମୁଁ କେତେ ହେଇ ଉଠିଛି, ସେଇଟା ହିଁ ମୋର ପ୍ରାପ୍ତି। ଠାକୁର କହୁଛନ୍ତି ତୁମେ ତାଙ୍କର ଯେତିକି ହେଇ ଉଠିଛ, ସେଇଟା ହିଁ ତୁମର ପ୍ରାପ୍ତି। ୟୁ ଆର୍ ଫର୍ ଦି ଲର୍ଡ, ନଟ୍ ଫର୍ ଅଦର୍ସ। ୟୁ ଆର୍ ଫର୍ ଦି ଲର୍ଡ, ଲର୍ଡ ଇଜ ନଟ୍ ଫର୍ ୟୁ। ଭଗବାନ ତୁମ ପାଇଁ ନୁହନ୍ତି, ତୁମେ ଭଗବାନ ପାଇଁ। ଏଇଭଳି ଚିନ୍ତା କର, ତୁମେ ହିଁ ତାଙ୍କ ପାଇଁ। ଆଉ ତୁମେ ଯଦି ଭାବିବ ଯେ ଭଗବାନ ମୋ ପାଇଁ, ଭଗବାନ ତୁମର ତାହେଲେ ଗୋଟେ ବସ୍ତୁ ହେଇଗଲେ, ସିଏ ଆଉ ଜୀବନ୍ତ ହେଲେନି, ଗୋଟେ ବସ୍ତୁ ହେଇଗଲେ। ମୋର ଯେମିତି ଘର କୋଠା ବାଡି ଗାଡି ଘୋଡା ଯେମିତି ମୋର ଗୋଟେ ବସ୍ତୁ, ଭଗବାନ ବି ମୋର ଗୋଟେ ବସ୍ତୁ ହେଇଗଲେ। ମୁଁ ବସ୍ତୁ ଭଳି ତାଙ୍କୁ ବ୍ୟବହାର କରିବି, କିନ୍ତୁ ଜୀବନ୍ତ ପ୍ରେରଣା ବୋଲି ଯିଏ ପ୍ରେରଣା ମତେ ଦେଇକିରି ମତେ ସବୁ ସମସ୍ୟାରୁ ଉନ୍ମୁକ୍ତ କରିବେ, ମୁକ୍ତ କରିବେ, ସେ ତାଙ୍କୁ ମୁଁ ସେଇଭଳି ଚିନ୍ତା କରେନି। ମୁଁ ଯେତେବେଳେ ଭାବେ ମୁଁ ତୁମର ଠାକୁର, ଆଇ ଏମ୍ ଫର୍ ୟୁ, ମୁଁ ତୁମ ପାଇଁ ଠାକୁର, ଏଇଟା ଯଦି ଚିତ୍କାର, ଯଦି ମୋର ଅନ୍ତର୍ଭେଦୀ ଚିତ୍କାର ଯଦି ନ ଶୁଭିଲା, ତାହେଲେ ଠାକୁର କାହାର ବି ନୁହନ୍ତି। ଠାକୁର କହୁଛନ୍ତି, ଠାକୁର ଗୋଟେ ଉଦାହରଣ ଦେଇକିରି କହିଲେ, ସମୟ ହେଇଯାଉଛି, ଜୟଗୁରୁ। ଠାକୁର ଗୋଟେ ଉଦାହରଣ ଦେଇକିରି କହୁଛନ୍ତି, ଠାକୁର ସମସ୍ତଙ୍କ ପାଇଁ, ଠାକୁର ନିରପେକ୍ଷ ଭାବେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତି। ଏଇଟା ଗୋଟେ ପ୍ରଶ୍ନ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କର ପ୍ରଶ୍ନରେ ଠାକୁର କହିଥିଲେ, ଠାକୁର ସମସ୍ତଙ୍କ ପାଇଁ ନିରପେକ୍ଷ। ଠାକୁର କୌଣସି କାହା ପ୍ରତି ପକ୍ଷପାତିତା ସେ କରନ୍ତି ନାହିଁ, ସମସ୍ତଙ୍କୁ ସେ ଆଶୀର୍ବାଦ କରନ୍ତି। ଠାକୁର ପ୍ରଶ୍ନ କରୁଛନ୍ତି, ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ବଙ୍ଗଳାର ଜଣେ ପ୍ରଖ୍ୟାତ ସାହିତ୍ୟିକ ଜଣେ ପ୍ରଶ୍ନ କରୁଛନ୍ତି, ଠାକୁର ଯେ ଈଶ୍ୱର କାହିଁକି ପକ୍ଷପାତିତା କରନ୍ତି? ଠାକୁର କହିଲେ ଈଶ୍ୱର କାହାକୁ ପକ୍ଷପାତିତା କରନ୍ତିନି, ନିରପେକ୍ଷ ଭାବେ ସମସ୍ତଙ୍କୁ ସେ ଆଶୀର୍ବାଦ କରନ୍ତି। ସେ ଭଲ ହେଇଥାଉ, ସେ ମନ୍ଦ ହେଇଥାଉ। ଠାକୁର ଉଦାହରଣ ଦେଇକିରି ବି କହୁଛନ୍ତି, ଦେଖ, ଜଣେ ଚୋରି କଲା, କନଭିକ୍ଟେଡ ହେଲା, ତାକୁ ଫାଶୀ ଦଣ୍ଡ ଦିଆହେଲା। ଫାଶୀ ଦଣ୍ଡ ଯେତେବେଳେ ଦିଆ ହଉଛି, ତାକୁ ତା ପୂର୍ବରୁ ତାକୁ ଗୋଟେ ପଇଡ ଦିଆଗଲା ପିଇବା ପାଇଁ। ପଇଡ ପାଣିଟା ତାକୁ ମିଠା ଲାଗିଲା। ସେ ଚିତ୍କାର କରି କହୁଛି, ଯିଏ ଫାଶୀ ପାଇବ, ସେ ଚିତ୍କାର କରି କହୁଛି, ମତେ କାହିଁକି ତୁମେ ମାନେ ଦଣ୍ଡ ଦଉଛ? ଈଶ୍ୱର ମତେ କ୍ଷମା କରିଦେଇଛନ୍ତି। ଦେଖନ୍ତୁ, ଏଟା ଠାକୁର ବର୍ଣ୍ଣନା କରି କହୁଛନ୍ତି, ଈଶ୍ୱର ମତେ କ୍ଷମା କରିଦେଇଛନ୍ତି। ଯଦି କ୍ଷମା କରିନଥାନ୍ତେ, ପଇଡ ପାଣିଟା ମିଠା ଲାଗିନଥାନ୍ତା। ଈଶ୍ୱର ମତେ କ୍ଷମା କରିଦେଇ, ତୁମେ କାହିଁକି ମତେ ଦଣ୍ଡ ଦଉଛ? ତେଣୁ ଈଶ୍ୱର ନିରପେକ୍ଷ ଭାବେ ସମସ୍ତଙ୍କୁ ଆଶୀର୍ବାଦ କରନ୍ତି, କିନ୍ତୁ ତାଙ୍କର ଯିଏ ଅନୁଶାସନରେ ଯିଏ ଅନୁଶାସିତ ହୁଏ, ସିଏ ହିଁ ତାଙ୍କର ଆଶୀର୍ବାଦର ଅଧିକାରୀ ହୁଏ। ଅଧିକାରୀ ହେବା
ତାଙ୍କର ଆଶୀର୍ବାଦର ଯୋଗ୍ୟ ହବା ଆଉ ଆଶୀର୍ବାଦ ଇଏ ଗୋଟେ ଭିନ୍ନ ଦିଗ। ତାଙ୍କର ଆଶୀର୍ବାଦରେ ମତେ ଯୋଗ୍ୟ ହେଇ ଉଠିବାକୁ ପଡିବ। ଅନୁଶୀଳନ ଦରକାର। ଆଗରୁ କହିଲେ ଯଜନ ଯାଜନ ଇଷ୍ଟବୃତ୍ତି ସ୍ୱସ୍ତୈନି ସଦାଚାର, ଇଏ ଅନୁଶୀଳନର ଏକ ପ୍ରକ୍ରିୟା। ମୋର ଅନ୍ତର ଜଗତଟାକୁ ବିନ୍ୟସ୍ତ କରିବାର ଏକ ପ୍ରକ୍ରିୟା। ମୋର ସାମାଜିକ ଜୀବନଟାକୁ ସୁଦୃଢ କରିବାର, ସୁଶୃଙ୍ଖଳ କରିବାର, ଗୋଟେ ସମନ୍ୱୟରେ ବଢିବାର ଏକ ପ୍ରକ୍ରିୟା। ମୁଁ ଯଦି ସତ୍ସଙ୍ଗ ସହିତ ଯୁକ୍ତ ନ ରହେ, ମୋର ଅନେକ ପ୍ରଶ୍ନ ମୋ ଭିତରେ ଅସମାହିତ ହେଇକି ରହିବ। ମୁଁ ଯଦି ଘରେ କେବଳ ବସି ଯଜନ ଯାଜନ ଇଷ୍ଟବୃତ୍ତି କରିବି, ସତ୍ସଙ୍ଗ ସହିତ ଯୁକ୍ତ ନ ହେବି, ସଂଘଂ ଶरणଂ ଗଚ୍ଛାମି, ଧର୍ମଂ ଶरणଂ ଗଚ୍ଛାମି, ବୁଦ୍ଧଂ ଶरणଂ ଗଚ୍ଛାମି, ଏଇ ସତ୍ୟ, ଏଇ ଯୋଉ ସତ୍ୟ, ତିନୋଟି ସତ୍ୟ ବୁଦ୍ଧଦେବ ଏଷ୍ଟାବ୍ଲିଶ କରିଥିଲେ। ଠାକୁର ଅନୁରୂପ ଭାବେ ସବ ସିଆଲର ଏକ ଡାକ, ଏହା କହି ଠାକୁର ବି ସେଇ କଥା କହିଲେ ଯେ ସଦଗୁରୁଙ୍କର ଶରଣାପନ୍ନ ହୁଅ, ସତ୍ ନାମ ମନନ କର, ସତ୍ସଙ୍ଗର ଆଶ୍ରୟ ଗ୍ରହଣ କର, ତୁମର ଉନ୍ନୟନ ପାଇଁ ତୁମକୁ ଭାବିବାକୁ ହବନି। ଉନ୍ନୟନ ଯଦି ସମସ୍ୟା ବି, ଉନ୍ନୟନ ମାନେ ସବୁ ସମସ୍ୟାକୁ ବାଧାକୁ ଅତିକ୍ରମ କରି ମଣିଷ ତାର ଗନ୍ତବ୍ୟରେ ପହଞ୍ଚିବ। ୟାକୁ କୁହାଯାଏ ଉନ୍ନୟନ। ସବୁବେଳେ ଉତ୍କୃଷ୍ଟ ସହିତ, ଯିଏ ଶ୍ରେଷ୍ଠ ସହିତ ଯୁକ୍ତ ହେଇକରି ରହି ସମସ୍ତ ବାଧାକୁ ଅତିକ୍ରମ କରି ସେ ଯେତେବେଳେ ତାର ଗନ୍ତବ୍ୟରେ ପହଞ୍ଚେ, ସେଇଟା ହିଁ ବାସ୍ତବ ଉନ୍ନତି। ତେଣୁ ଠାକୁର କହିଲେ ଦି କନସେପ୍ଟ ଅଫ ଲାଇଫ। ଯେମିତି ଶରୀର ରହିଛି, ମନ ରହିଛି, ତାର ଏକ ଲାଇଫ ଫୋର୍ସ ରହିଛି, ତାର କଂକ୍ରିଟ ଏକ୍ସପ୍ରେସନ ରହିଛି। ସେ କଂକ୍ରିଟ ଏକ୍ସପ୍ରେସନଟା ଯେତେବେଳେ ରହେନି, ତାର ସମନ୍ୱୟ ହରା ହେଇଯାଏ, ସେତେବେଳେ ଶରୀର ଠାରୁ ମନ ବିଚ୍ଛିନ୍ନ ହେଇଯାଏ, ଶରୀର ଠାରୁ ମନ ଠାରୁ ଜୀବନ ବିଚ୍ଛିନ୍ନ ହେଇଯାଏ, ଲାଇଫ ଫୋର୍ସଟା ବିଚ୍ଛିନ୍ନ ହେଇଯାଏ। ଏଭଳି କରି ମଣିଷଟା ଭିତରେ ଭୟ ସୃଷ୍ଟି ହୁଏ, ତା ଭିତରେ ଏକ ଲୋନଲିନେସ ଆରମ୍ଭ ହୁଏ, ତା ଭିତରେ ଗୋଟେ ଇନସେକ୍ୟୁରନେସ ଆରମ୍ଭ ହୁଏ। ତେଣୁ ଠାକୁର ସେ କନସେପ୍ଟ, ଠାକୁର କହୁଛନ୍ତି ମୋର ଜୀବନୀ ଉପରେ ଆପଣ ମାନେ ସେତିକି ଜାଣିବା ଦରକାର ଯେତିକି ମୋର ମିଶନ, ମୋର ଆଦର୍ଶ ଉଦ୍ଦେଶ୍ୟକୁ ପ୍ରତିଷ୍ଠା କରିବାରେ ସାହାଯ୍ୟ କରିବ। ତେଣୁ ଠାକୁରଙ୍କର ଜୀବନ, ଠାକୁରଙ୍କର ଦର୍ଶନ ଆଉ ଠାକୁରଙ୍କର ଉଦ୍ଦେଶ୍ୟ, ଠାକୁରଙ୍କର ଏଇ ଉଦ୍ଦେଶ୍ୟ, ଏ ସବୁକୁ ଯେତେବେଳେ ଆମେ ମନେ ରଖି ସେଗୁଡାକୁ ସ୍ମୃତି ଜାଗ୍ରତ କରି, ବାର ବାର ସ୍ମୃତି ଜାଗ୍ରତ କରି, ମତେ ତାକୁ ଜୀବନ ଚର୍ଯ୍ୟା ଭିତର ଦେଇ, ମୋର ବ୍ୟକ୍ତିଗତ ଜୀବନ ଚର୍ଯ୍ୟା, ମୋର ପାରିବାରିକ ଜୀବନ, ଦାମ୍ପତ୍ୟ ଜୀବନର ଚର୍ଯ୍ୟା, ପାରିବାରିକ ଚର୍ଯ୍ୟା, ଏ ଭିତରୁ ଯେତେବେଳେ ମୁଁ ଜୀବନ୍ତ କରି ତୋଳେ, ସେତେବେଳେ ଦେଖାଯାଏ ମୁଁ ଠାକୁରଙ୍କ ହେଇକି ବସିଛି, ମୁଁ ଠାକୁରଙ୍କର ହେଇ ଉଠିଛି। ଯେ ଯାହାକୁ ପାଇଲେ ଆଉ କୌଣସି ପ୍ରାପ୍ତିର ଅବକାଶ ହିଁ ରହେନି, ସବୁ ପ୍ରାପ୍ତି ଈଶ୍ୱର ପ୍ରାପ୍ତି। ଠାକୁର କହୁଛନ୍ତି ଈଶ୍ୱର ପ୍ରାପ୍ତି ମାନେ, ଈଶ୍ୱର ପ୍ରାପ୍ତି ଜୀବନର ମୂଳ ଲକ୍ଷ୍ୟ ହଉଛି ଈଶ୍ୱର ପ୍ରାପ୍ତି, ଐଶ୍ୱର୍ଯ୍ୟ ପ୍ରାପ୍ତି, ଆନନ୍ଦ ପ୍ରାପ୍ତି। ଠାକୁରଙ୍କର ଏଇଟା ଶ୍ରୀମୁଖର କଥା। ଜୀବନର ଲକ୍ଷ୍ୟ ହଉଛି ଈଶ୍ୱର ପ୍ରାପ୍ତି। ଆପଣ ମନ ଅନେକ ଅନେକ ଅସ୍ପଷ୍ଟ କଥା ଠାକୁରଙ୍କ ପାଖରେ ସ୍ପଷ୍ଟ ହେଇଛି, ଅନେକ ଅସ୍ପଷ୍ଟ କଥା। ଯେମିତି ସିଆର ଦାସ କହିଲେ, ଚିତ୍ତରଞ୍ଜନ ଦାସ କହିଲେ, ତିନୋଟି କଥା ଠାକୁରଙ୍କୁ କହିଥିଲେ। କହିଲା ସେଠି ମହାତ୍ମା ଗାନ୍ଧୀଙ୍କୁ ଚିଠି ଲେଖିଲା ବେଳେ ତିନୋଟି କଥା ଉପରେ ଜୋର ଦେଇଥିଲେ। କହିଲା ଆଇ ହାଭ୍ ଲର୍ଣ୍ଟ ଫ୍ରମ୍ ମାଇ ଗୁରୁ ଦି ଭ୍ୟାଲ୍ୟୁ ଅଫ ଟ୍ରୁଥ ଇନ୍ our daily life, ଦି ଭ୍ୟାଲ୍ୟୁ ଅଫ ଟ୍ରୁଥ, ଜୀବନରେ ସତ୍ୟଟା କେତେ ଅପରିହାର୍ଯ୍ୟ ପ୍ରତିଟି ଜୀବନର ଚର୍ଯ୍ୟା ଭିତରେ, ସେଟା ମୁଁ ଗୁରୁଙ୍କ ପାଖରୁ ଶିଖିଛି। ଏକ। ଦୁଇ କହିଲେ ହି ହାଜ ଗିଭେନ ମି ଷ୍ଟ୍ରେଂଥ which I never possessed before, ଯାହା ମୋ ଜୀବନରେ ଷ୍ଟ୍ରେଂଥ ନଥିଲା, ଯୋଉ ଶକ୍ତି ନଥିଲା, ଠାକୁର ସେ ଶକ୍ତି ଦେଇଛନ୍ତି। ତୃତୀୟଟା ତାଙ୍କର ରିଏଲାଇଜେସନ ଯେ ଆଇ ହାଭ୍ ସିନ୍ ଦି ଥିଙ୍ଗସ କ୍ଲିୟରଲି which I deemed before, ମୁଁ ଯାହା ଅସ୍ପଷ୍ଟ ଭାବେ ଦେଖୁଥିଲି ପୂର୍ବରୁ, ଆଜି ମୁଁ ସ୍ପଷ୍ଟ ଭାବେ ଦେଖୁଛି ଶିଶୁ ଠାକୁରଙ୍କର ଦୃଷ୍ଟିଭଙ୍ଗୀରେ। ତେଣୁ ଯିଏ ତାଙ୍କର ଦୃଷ୍ଟି ସହିତ, ତାଙ୍କର ଭାବ ଭାବନା ସହିତ ଯୁକ୍ତ ହୁଏ, ଗୋଟିଏ 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 ତାନରେ ଯିଏ ରହେ, ତାଙ୍କର ଭାବ ସହିତ ଭାବମୁଖୀ ହେଇ ଗୋଟିଏ ତାନରେ ଯିଏ ରହେ, ସେ ପ୍ରତ୍ୟେକଟା ଜିନିଷ ସ୍ପଷ୍ଟ ଭାବେ ଦେଖିପାରେ, ତା ପାଖରେ ଅସ୍ପଷ୍ଟତା କିଛି ରହେନି। ତେଣୁ ଇଏ ହଉଛି ଶିଶୁ ଠାକୁରଙ୍କର କଥା। ସୁଭାଷ ଭାଇ ଆଉ କେତେ ସମୟ ରହିଛି ନା ବନ୍ଦ କରିବି? ହଁ ସମୟ ହେଇଗଲାଣି, ଆଉ 2-4 ମିନିଟ୍ ଭିତରେ ସାରି ଦିଅନ୍ତୁ। ଆଚ୍ଛା ଠିକ ଅଛି, ଠିକ ଅଛି। ଠାକୁର କହିଲେ, ସେଇ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କର ଗୋଟେ କଥା ମୁଁ କହିବି। ସମସ୍ୟା ତ ଜଡଟା ହଉଛି ଆମ ଘର ପରିବାର ଭିତରେ, ବିଶେଷ କରି ଦାମ୍ପତ୍ୟ ଜୀବନରେ। ଠାକୁର କହୁଛନ୍ତି ଜିନ୍ ରୁ ଆସିଛି ଜେନେରେସନ। ଜିନ୍ ଟା ଯେତେବେଳେ ଖରାପ ହେଇଯାଏ, ସେତେବେଳେ ଜେନେରେସନ ବି ଖରାପ ହେଇଯାଏ। ଜିନ୍ ଟା ଖରାପ ହୁଏ ବର୍ଣ୍ଣାଶ୍ରମକୁ ଭାଙ୍ଗିଲେ। ବର୍ଣ୍ଣାଶ୍ରମ କଥାଟା ସମସ୍ତଙ୍କୁ ଭଲ ଲାଗେନି।
ବର୍ଣ୍ଣାସ ଠାକୁର କହୁଛନ୍ତି we are born classified। ମୁଁ ଜନ୍ମ ହେଇଛି କ୍ଲାସିଫାଇଡ ହେଇକି ଜନ୍ମ ହେଇଛି, ତାହେଲେ ମୁଁ ତାକୁ ଭାଙ୍ଗିବି କେମିତି? ମୋର ଭାଙ୍ଗିବାର କୋଉଠି ଅଧିକାର ଅଛି? ମୁଁ ଯଦି ଭାଙ୍ଗିଲି ତାର ପରିଣତି ମତେ ହିଁ ଭୋଗିବାକୁ ପଡିବ। ଯୋଉଟା ପ୍ରକୃତିର ନିୟମ, ପ୍ରକୃତିର ଯୋଉଟା ରିଏଲିଟି ରହିଛି, ସେ ସତ୍ୟକୁ ଯଦି ତା ଏଗେନଷ୍ଟରେ ମୁଁ ଛିଡା ହୁଏ, ତାର ପରିଣାମ ମତେ ହିଁ ଭୋଗିବାକୁ ପଡିବ। ଆଜି ବର୍ଣ୍ଣାଶ୍ରମ ଭାଙ୍ଗି ବର୍ଣ୍ଣାଶ୍ରମର ଠାକୁର କହୁଛନ୍ତି ବର୍ଣ୍ଣାଶ୍ରମ ଗୋଟେ ସମ୍ପଦ, ଗୋଟେ କଲଚର, ଗୋଟେ ଗୋଟେ ସଭ୍ୟତାର ସବୁଠୁ ବଡ ସମ୍ପଦ ହଉଛି, ଦୌଲତ ହଉଛି ବର୍ଣ୍ଣାଶ୍ରମ। ଏ ବର୍ଣ୍ଣାଶ୍ରମକୁ ଯେତେ ଦିନ ପର୍ଯ୍ୟନ୍ତ ଅ, ତାର ବୈଜ୍ଞାନିକ ଦିଗରେ ମୋର ଚିନ୍ତାଧାରାକୁ ଯେତେ ବଳିଷ୍ଠ କରି ନେବି, ଦେଖିବେ ଆମର ଆମର ଭବିଷ୍ୟତ, ଆମର ଯୋଉ ଭବିଷ୍ୟତ ପିଢି, ସେମାନଙ୍କର ବି ଜୀବନ ଧାରଣଟା ଅତ୍ୟନ୍ତ ସୁନ୍ଦର ହେଇ ଉଠିବ, ଯାହା ଆଜି ପର୍ଯ୍ୟନ୍ତ ଆମର ଆର୍ଯ୍ୟ କୃଷି ଧାରାରେ ଆମେ ଦେଖି ଆସିଛୁ। ତେଣୁ ଏଇ ଠାକୁର କହିଲେ ୟୁ ଆର୍ ବର୍ନ କ୍ଲାସିଫାଇଡ, ଆମକୁ ସେଇ ଦିଗ ଦେଇକିରି ବିଜ୍ଞାନ ଦେଇକିରି ସବୁ ଜିନିଷ ଚିନ୍ତା କରିବାକୁ ପଡିବ। ତେଣୁ ଜିନ୍ ଟୁ ଆଇସି ଜେନେରେସନ, ଜିନ୍ ଟା ଖରାପ ହେଲେ ଜେନେରେସନ ବି ଖରାପ ହୁଏ। ଏମିତି କରି ଆମର ଦାମ୍ପତ୍ୟ ଜୀବନରେ ବିଭିନ୍ନ କାହା ବୋଉ ଯାଇକିରି କାହା ଘରେ ପଶିଛି, ଠାକୁର କହିଲେ କାହା ବୋଉ ଯାଇ କାହା ଘରେ ପଶିଲାଣି। କାହା ବୋଉ ଅର୍ଥ କିଏ କୋଉଠି ବୋଉ ହବା କଥା, କିଏ କାହାକୁ ବାହା ହବା କଥା, ଉପଯୁକ୍ତତା ସେଠି ନାହିଁ, ଅନୁପଯୁକ୍ତ ଘରେ ଯାଇକିରି ସେ ବୋଉ ହେଇଛି, ଯାହା ତା ଫଳରେ ଯାହା ହବା କଥା ହେଇଛି। ତେଣୁ ଜେନେରେସନ ଖରାପ ହେଇ ଆସିଛି। ଠାକୁର କହୁଛି ଏ ଜେନେରେସନ ଟା ଖରାପ ହେଇଛି ବୁଦ୍ଧ ଦେବଙ୍କ ସମୟରୁ। ସେତେବେଳେ ବର୍ଣ୍ଣାଶ୍ରମକୁ ଏତେ ଗୁରୁତ୍ୱ ଦିଆଗଲାନି, ଶଙ୍କରାଚାର୍ଯ୍ୟଙ୍କ ସମୟରେ ବର୍ଣ୍ଣାଶ୍ରମ ଉପରେ ଏତେ ଗୁରୁତ୍ୱ ଦିଆଗଲାନି। ତେଣୁକରି ଆଜି ଏଇ ଡି ଜେନେରେସନ ଟା ଆରମ୍ଭ ହେଇଛି। ଜିନ୍ ଖରାପ ହେଇଯାଇଛି, ଜିନ୍ ର କମ୍ବିନେସନ ଖରାପ ହେଇଯାଉଛି, ତାର ଯୋଉ ଜୈବିକ ସଂସ୍କୃତି ଦୁର୍ବଳ ହେଇଯାଇଛି। ତାର କାରଣଟା ହଉଛି ସେଇଠି। ପୁଣି ଠାକୁର ସେଇଠି ଜୋର ଦେଲେ, ବର୍ଣ୍ଣାଶ୍ରମ ଯୋଉଟା ଦୁର୍ବଳ, ଠାକୁର କହୁଛନ୍ତି ଏ ସମୟ ଲାଗିବ। ଯେମିତି ଡି ଜେନେରେସନ ପାଇଁ ଗୋଟେ ସମୟ ଲାଗିଛି, ସେମିତି ଆଉଥରେ ପୁନର୍ବାର ସେଇ ଅବସ୍ଥାକୁ ଯିବା ପାଇଁ ସମୟ ଲାଗିବ। କିନ୍ତୁ ଅବଶ୍ୟମ୍ଭାବୀ ପୁରୁଷୋତ୍ତମଙ୍କର ଶ୍ରୀମୁଖର କଥା କେବେ ସେ ଅକ୍ଷୟ ରହେ, ତାଙ୍କର କଥା କେବେ କ୍ଷୟ ହୁଏନି। ତାଙ୍କର କଥା କେବେ ସିଏ ସିଏ ଗତି ସହିତ, ସମୟର ଗତି ସହିତ, କାଳର ଗତି ସହିତ ସିଏ ଆଉଛି ଉଜ୍ଜଳ ନିର୍ମଳ ଉଦ୍ଭାସିତ ହେଇ ସମସ୍ତଙ୍କ ମନ ପ୍ରାଣକୁ ଛୁଏଁ। ଆଜି ନହେଲେ ଠାକୁର କହୁଛନ୍ତି ମୋ କଥାକୁ 100 ବର୍ଷ, 200 ବର୍ଷ, 500 ବର୍ଷ ପରେ ବି ଲୋକ ଖୋଜିବେ। ତେଣୁ ମୋର ପ୍ରତ୍ୟେକଟି ବାଣୀକି ତୁ ଏଭଳି ଭାବେ ସଂଗ୍ରହିତ କରି ଠାକୁର ବ୍ୟବସ୍ଥା କରିଦେଇଛନ୍ତି, ଲୋକ ପାଗଳ ହିଁ ଖୋଜିବେ। ଆଜି ଉର୍ଜନା ଖଣ୍ଡ ଆମେ ପଢିବା ପାଇଁ କହୁଛୁ, ବାହାନା କରୁଛୁ 10 ଟଙ୍କା ନାହିଁ, କିନ୍ତୁ ଉର୍ଜନାରେ ଠାକୁରଙ୍କର କଥାକୁ, ସେଇ ବଙ୍ଗଳାର କଥାକୁ ଓଡ଼ିଆରେ ରୂପାନ୍ତର କରି ତାକୁ କିଭଳି ଭାବେ ଆମ ପାଖରେ, ଆମ ଘରର ଟେବୁଲ ଉପରେ ପହଞ୍ଚି ପାରୁଛି, ଆଚାର୍ଯ୍ୟ ବ୍ୟବସ୍ଥା କରିଛନ୍ତି, ସେଥିରେ ଆମେ ବିଶେଷ ଆଗ୍ରହ ପ୍ରକାଶ କରୁନା। ଠାକୁର କହୁଛନ୍ତି ସେ ଲେଖା ଭିତରେ ମୋର ନିଶ୍ୱାସ ରହିଛି। ଆଜି ନହେଲେ ମଣିଷ ଖୋଜିବେ, 100 ବର୍ଷ, 200 ବର୍ଷ ପରେ ଉପଯୁକ୍ତ ମଣିଷ ଆସିବେ, ଖୋଜିବେ, ଆଉ ସେଠୁ ସମାଧାନ ପାଇବେ। ଏଇ ମଣିଷ ସମାଧାନ ପାଇବେ ଯୋଉମାନେ ଆଜି ଯୁଦ୍ଧ କରୁଛନ୍ତି, ସେମାନେ ଏଇଠୁ ହିଁ ସମାଧାନ ପାଇବେ, ସମାଧାନ କୋଉଠି ନାହିଁ। ତେଣୁ ଠାକୁର କହୁଛନ୍ତି ମୂଳ ହଉଛି ଜିନ୍, ମୂଳ ହଉଛି ଜେନେରେସନ, ମୂଳ ହଉଛି ଆମର ସନ୍ତାନ। ଠାକୁର କହୁଛନ୍ତି ମୁଁ ଯାହା ଅଭ୍ୟାସ କରିଛି, ଆମେ ମାନେ ଯାହା ଅଭ୍ୟାସ କରିଛୁ, ଅଭ୍ୟାସ କରିକିରି ଅଭ୍ୟସ୍ତ ହେଇଛୁ, ସେଟା ସନ୍ତାନ ଭିତରେ ସଂସ୍କାର ହେଇକିରି ଆସେ। ସନ୍ତାନ ଜନ୍ମ ନେଲା ପରେ ଯୋଉ ସଂସ୍କାରଟା ମୋର ଅଭ୍ୟାସ ଭିତରେ, ଯାହା ମୁଁ ଅଭ୍ୟସ୍ତ ହେଇଛି, ଏକ୍ୱାର୍ଡ କରିଛି, ଅର୍ଜିତ ସଂସ୍କାର, ମୋର ଅର୍ଜିତ ଚରିତ୍ର ଗୁଡିକ ସନ୍ତାନର ସଂସ୍କାର ହେଇକିରି ହିଁ ସେ ଆସେ। କେତେ ଇମ୍ପୋର୍ଟାଣ୍ଟ କଥା କହୁ, ସେ ସଂସ୍କାରଟା ହିଁ ତାର ମୂଳ ବୁନିଆଦ। ସେ ସଂସ୍କାର ଆଜି ମୂଳ ବୁନିଆଦ ଆଜି ମଣିଷ ହରାଇବାକୁ ଯାଉଛି, ଲୋପ ପାଇବାକୁ ଯାଉଛି। କାରଣ ଠାକୁର କହିଲେ, ସେଇ ଶରତଚନ୍ଦ୍ର ଚଟ୍ଟୋପାଧ୍ୟାୟ ସେ ଗୋଟିଏ କ୍ୱେଶ୍ଚନ, ଠାକୁର ଯାହା ଜଣା ପଡୁଛି ତାଙ୍କର କଥାରୁ, ତାଙ୍କର ପାରିବାରିକ ଜୀବନରେ ବା ଦାମ୍ପତ୍ୟ ଜୀବନରେ କିଛି ଅସୁବିଧା ଥିଲା, ମୁଁ ଯାହା ପଢିକିରି ଯାହା ଉପଲବ୍ଧି କରିଛି, ସେ ଠାକୁର କହୁଛନ୍ତି ପାରିବାରିକ ପ୍ରଶ୍ନ କରୁଛନ୍ତି, ଠାକୁର ପାରିବାରିକ ଜୀବନରେ ସକ୍ସେସ ହେବାର କୌଶଳ କଣ? ଠାକୁର ତିନୋଟି କଥା କହିଲେ। ଠାକୁର କହିଲେ ପରିବାରରେ ଗୋଟେ ରେସପେକ୍ଟେବଲ ଡିଷ୍ଟାନ୍ସ। ଆମେ ଭାବୁ ସ୍ୱାମୀ ସ୍ତ୍ରୀ ଜୀବନ ଭିତରେ ଯୋଉ ରେସପେକ୍ଟେବଲ ଡିଷ୍ଟାନ୍ସ ସେଇଟା ନାହିଁ। ସମ୍ମାନଜନକ ଯୋଉ ଦୂରତ୍ୱ, ସ୍ୱାମୀ ଆଉ ସ୍ତ୍ରୀ ଭିତରେ ତାର ନିଜ ବୈଶିଷ୍ଟ୍ୟରେ ଯୋଉ ଦୂରତ୍ୱ ରହିଛି, ସମ୍ମାନଜନକ ଦୂରତ୍ୱ, ତାକୁ ମେଣ୍ଟେନ କରିବାକୁ ପଡେ। ଦ୍ୱିତୀୟ କଥା କହିଲେ, ଆଉ ଗୋଟେ ପ୍ରିନ୍ସିପଲ ହଉଛି ଡୁ ଟୁ ଅଦର୍ସ ଏଜ ୟୁ ୱିଶ ଟୁ ବି ଡନ୍ ବାଇ। ତୁମେ ଅନ୍ୟ ପାଇଁ ସେଭଳି କର, ପରିବାର ଭିତରେ ହଉ ସେଭଳି କର, ଯାହା ତୁମକୁ, ତୁମ ପାଇଁ କଲେ ତୁମକୁ ଭଲ ଲାଗେ। ଏଜ ୟୁ ୱିଶ ଟୁ ବି ଡନ୍ ବାଇ, ଅନ୍ୟମାନେ ତୁମ ପାଇଁ ଯାହା କଲେ ତୁମକୁ ଭଲ ଲାଗୁଛି, ସେଇଟା ତୁମେ ଅନ୍ୟ ପାଇଁ କର। ଦେଖିବ ପରିବାର ଭିତରେ କିଛି ବିଶୃଙ୍ଖଳା ଆସିବନି। ଆଉ ଗୋଟେ କଥା କହିଲେ,
ସର୍ବୋପରି ଈଶ୍ୱର ବିଶ୍ୱାସ ହେଇ ଚାଲିବାକୁ ପଡେ। ପରିବାରରେ ଯଦି ଜଣେ ଏଭବ ବିୟଣ୍ଡ ଯଦି ନ ରହନ୍ତି, ମୋର ପରିବାରର ବିୟଣ୍ଡରେ ଜଣେ ଯଦି ମତେ ଅଧିପତି ନ ରହନ୍ତି, ମାଷ୍ଟର କମ୍ପ୍ଲେକ୍ସ, ମୋର ବୃତ୍ତିଭେଦୀ, ମୋର ବୃତ୍ତି ପ୍ରତିଭୁ ଜଣେ ନ ରହନ୍ତି, ତାହେଲେ ମୋର ବୃତ୍ତି ଗୁଡିକୁ କଣ୍ଟ୍ରୋଲ କରିବ କିଏ? ଯଦି ସମୟୋଚିତ କଣ୍ଟ୍ରୋଲ ନ ହୁଏ, ତାହେଲେ ସେଗୁଡାକ ଉଗ୍ର ହୋଇ ମୋର ସମସ୍ୟା ସୃଷ୍ଟି କରିବ। ତେଣୁ ସର୍ବୋପରି ଈଶ୍ୱର ରହିବାର, ଈଶ୍ୱର ଆକାଶରେ ଝୁଲନ୍ତିନି। ବି ଏଭର ଅଫ ଦୋଜ ହୁଜ ଗଡ ଇଜ ଇନ ଦ ସ୍କାଇ, ଯାହାର ଭଗବାନ ଆକାଶରେ ଝୁଲନ୍ତି ତା ପାଖରେ କିଛି ସତ୍ୟ ନାହିଁ। ଜର୍ଜ ବର୍ନାର୍ଡ ସାଙ୍ଗରେ ଏଇଟା କଥାଟାକୁ ଠାକୁର ଅନେକ ବାର ଆଲୋଚନା କରିଛନ୍ତି। ତେଣୁ ବି ଏଭର ଈଶ୍ୱର ଜୀବନ୍ତ ହେଇଛନ୍ତି, ଗୁରୁଙ୍କ ଯାହା ଭିତରେ ଜୀବନ୍ତ ଜାଗ୍ରତ 100% ପ୍ରକାଶିତ, ତାଙ୍କୁ ଆମେ ଗୁରୁ କହୁ, ସଦ୍ଗୁରୁ କହୁ, ପୁରୁଷୋତ୍ତମ କହୁ। ତାଙ୍କୁ ମୁଖ୍ୟ ରୂପେ ପରିବାର ରଖିବାକୁ ପଡେ। ରାମକୃଷ୍ଣ ପରମହଂସ କହୁଛନ୍ତି, ପରମହଂସ ଦେବ କହୁଛନ୍ତି, ପାଙ୍କାଲ ମାଛର ମତନ। ମାଛଟା ଯେମିତି ଥାଏ କାଦୁଅ ଭିତରେ, ପଙ୍କ ଭିତରେ, କାଦୁଅ ପଙ୍କ ତାକୁ ଲାଗେ ନା, ସେଇଭଳି ସମାଜ, ସେଇଭଳି ପରିବାରରେ, ଦାମ୍ପତ୍ୟ ଜୀବନରେ, ଗୃହସ୍ଥ ଜୀବନରେ ଚଳନଟା ସେଇଭଳି ହେବା ଉଚିତ। ଫଳରେ ସମସ୍ୟା ତୁମକୁ ସ୍ପର୍ଶ ହିଁ କରିବନି। ସମସ୍ୟାର କଷ୍ଟ ତୁମକୁ କେବେ ତମକୁ ମାନେ ପରିଚୟ, ତମ ଭିତରେ ଯୋଉ ପରିଚୟଟା ରହିଛି, ସେ ପରିଚୟ ନଷ୍ଟ ହବାକୁ ଦବନି। ତେଣୁ ଏଇଭଳି ଭାବେ ଶ୍ରୀ ଠାକୁରଙ୍କର ଦର୍ଶନ, ଫିଲୋସଫି, ଅନେକ କଥା ରହିଛି। ସମସ୍ୟା ତ ବହୁତ, ଶିକ୍ଷାର ସମସ୍ୟା, ସବୁଥିରେ ସମସ୍ୟା, ଯୁଆଡେ ଯିବ ସମସ୍ୟା। କିନ୍ତୁ ସମସ୍ୟାର ସମାଧାନ କିଭଳି ସହଜରେ ହୁଏ, ମୋ ଘରର ମୋ କଥା ମୁଁ କହୁଛି। ମୋ ଘରେ ଆଜି ସମସ୍ୟା ଦେଖିଲେ କୋଉ ଦିଗରେ ବି ନାହିଁ। ଦୁଃଖ, ଲୋକ କହନ୍ତି, ଅନେକ ଦୁଃଖର କଥା କହନ୍ତି, ଲିଷ୍ଟ କରନ୍ତି, ଶୁଣିବା ପାଇଁ କାହାର ଧୈର୍ଯ୍ୟ ନଥାଏ। କିନ୍ତୁ ଦୁଃଖ ସହିତ ମୋର କେବେ ସାକ୍ଷାତ ହିଁ ହେଇନି। ଠାକୁରଙ୍କୁ ଧରିଛୁ ପିଲାବେଳେ, 19 ବର୍ଷ ବୟସରେ ମୁଁ ଠାକୁରଙ୍କୁ ଧରିଥିଲି ହଷ୍ଟେଲରେ ଥିଲାବେଳେ, ଓୟୁଟିରେ ପାଠ ପଢିଲା ବେଳେ। ଦୁଃଖ ସହିତ ମୋର କେବେ ସାକ୍ଷାତ ହିଁ ହେଇନି। ଦୁଃଖଟା କେମିତି କେବେ ମୁଁ ଅନୁଭବ କରିନି। ମୁଁ ତ ନୁହେଁ, ମୋ ପରିବାର ପିଲାମାନେ ବି ଜାଣିନାହାନ୍ତି ଦୁଃଖ କାହାକୁ କୁହାଯାଏ, ଦୁଃଖ କିଭଳି ଆସେ, ତାର ରାସ୍ତା ବି ଜାଣିନାହାନ୍ତି। ସୁଖ ରାସ୍ତାଟା ଉନ୍ମୁକ୍ତ ହେଇକିରି ଅଛି, ସୁଖର ରାସ୍ତା, ଆନନ୍ଦର ରାସ୍ତା ଉଦ୍ଭାସିତ ହେଇକିରି ଅଛି। ଦୁଃଖ କାହିଁକି ସ୍ପର୍ଶ କରିବ? ଆନନ୍ଦର ରାସ୍ତା ଯେତେବେଳେ ସଂକୁଚିତ ହେଇଯାଏ, ସେତେବେଳେ ଦୁଃଖର ରାସ୍ତା ଉନ୍ମୁକ୍ତ ହୁଏ, କଷ୍ଟର ରାସ୍ତା ଉନ୍ମୁକ୍ତ ହୁଏ। ତେଣୁ ଆନନ୍ଦ ସୁଖର ରାସ୍ତା ଯେତେବେଳେ ଉନ୍ମୁକ୍ତ, ଠାକୁର ଯେତେ ମୋ ଭିତରେ ଉନ୍ମୁକ୍ତ ଅଛନ୍ତି, ଜାଗ୍ରତ ଅଛନ୍ତି, ସେତେ ଦିନ ପର୍ଯ୍ୟନ୍ତ ଦୁଃଖ ସ୍ପର୍ଶ କରିବନି। ପୂଜ୍ୟପାଦ ଦାଦା, ପରମ ପୂଜ୍ୟପାଦ ଶିଷ୍ୟ ଦାଦା ଦିନେ ରୀତି କନଫରେନ୍ସରେ ସମସ୍ତଙ୍କ ଆଗରେ ଘୋଷଣା କରୁଛନ୍ତି। ଏତେ ଜୋର ଘୋଷଣା କରିଛନ୍ତି, ଆପଣ ମାନେ ଯୋଉମାନେ ବସିଥିବେ ଶୁଣିଥିବେ, ନିଜ ଛାତିରେ ହାତ ଦେଇକିରି କହିଲେ, ଯୋଉମାନେ ନିଷ୍ଠାର ସହିତ ଯଜନ ଯାଜନ ଇଷ୍ଟବୃତ୍ତି ସ୍ୱସ୍ତୟିନୀ ସଦାଚାର ପରାୟଣ ହେଇ ଚାଲିଛନ୍ତି, ମୁଁ ଜୋର କରି କହୁଛି, ତୁମମାନଙ୍କୁ ଦୁଃଖ ସ୍ପର୍ଶ କରିବ ନାହିଁ। ଏତେ ଜୋର କଥା, ଏତେ ପ୍ରତିଶ୍ରୁତିର କଥା, ତା କୋଉଠୁ ପାଇବେ? କୋଉ ମଣିଷ ଦେଇପାରେ? ଦେଇପାରନ୍ତି। ତେଣୁ ଠାକୁର ହିଁ ଦେଇପାରନ୍ତି। ଆଉ ଠାକୁର ଆଜି ଜୀବନ୍ତ ଜାଗ୍ରତ ହେଇ ଯୋଉ ଲୀଳା କରନ୍ତି ଆଚାର୍ଯ୍ୟଙ୍କ ଭିତରେ, ତାଙ୍କ ସାନ୍ନିଧ୍ୟଟା ସ୍ମୃତି ପଟରେ ସବୁବେଳେ ଜାଗ୍ରତ ରହିବା ଦରକାର। ଫଳରେ ତୁମର ସଂକୀର୍ଣ୍ଣତା ସ୍ପର୍ଶ କରିବନି, ଇତରତା ସ୍ପର୍ଶ କରିବନ୍ତି। ମଣିଷ ସେ ଅମୃତତ୍ୱର ରାସ୍ତାରେ ଅବାଧ ଗତିରେ ସେ ଗତି କରିବ। ସେଇଟା ହଉଛି ଜୀବନର, ସେ ହଉଛି ଗତି, ତାକୁ ଯେମିତି ଗତିଶୀଳ ହେଇ ଚାଲିବ। ଇଏ ହଉଛି ଜୀବନର କଥା। ଜୀବନ ଜିଜ୍ଞାସା ଯୋଉଠି ସଂକୁଚିତ ହେଇଯାଏ, ଜୀବନ ଜିଜ୍ଞାସାର ଅବକାଶ ରହେନି କୌଣସି କ୍ଷେତ୍ରରେ, ଜୀବନରେ ସମସ୍ୟା ହିଁ ଆସେ। ସମସ୍ୟାର ସମାଧାନ ଜାଣିଛି ଇଷ୍ଟ ପ୍ରତିଷ୍ଠା। ଏତିକି ଯାହା ମୁଁ ବୁଝିଛି, ମୋ ବୋଧ ଚକ୍ଷୁରେ ଯାହା ମୁଁ ଦେଖିଛି, ବୋଧ କରିପାରିଛି, ରିଏଲାଇଜ କରିଛି, ଆପଣଙ୍କ ପାଖରେ ଉପସ୍ଥାପନ କଲି। ଯେତିକି ସମୟ ମୁଁ ପାଇଲି, ସମସ୍ତଙ୍କର ଯୋଉମାନେ ଭୋଗଦାନ କରିଛନ୍ତି, ସମସ୍ତଙ୍କର ମୋର ନାଁ ଯାକ ମନେ ପଡେନି, ସମସ୍ତଙ୍କର ଶାନ୍ତି, ସ୍ୱସ୍ତି, ମଙ୍ଗଳମୟ ଜୀବନ, ଇଷ୍ଟକୁ ଜୀବନ ପ୍ରାର୍ଥନା କରିବା ସହିତ ଉପସ୍ଥିତ ସମସ୍ତଙ୍କର ଇଷ୍ଟମୟ ମଙ୍ଗଳମୟ ଜୀବନ ପ୍ରାର୍ଥନା କରି ରହୁଛି। ଜୟ ଗୁରୁ, ଜୟ ଗୁରୁ ସୁଭାଷ ଦାଦା, ଜୟ ଗୁରୁ। ଆଜ୍ଞା, ଜୟ ଗୁରୁ, ବହୁତ ବହୁତ ଧନ୍ୟବାଦ ଡକ୍ଟର ବନମାଳୀ ସାହୁ ଦାଦା।